मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। क्रियायोग परंपरार समस्त गुरु मानक मु प्रणाम करुचे। विश्वर प्रत्येक संप्रदायर गुरु मानक मु प्रणाम करुचे। उपस्थित भगवत स्वरूपगण सबरी भितर जगन्नाथ उपलब्धि करी मु प्रणाम करुचे। आज सेप्टेम्बर 14 तारीख 2025 मसीहा। चाहूँ चाहूँ ये सेप्टेम्बर 18 तारीख को 2 वर्ष भुवनेश्वर ध्यान केन्द्र प्रतिष्ठा होइछि। 2 वर्ष पूरी जीव 2025 मसीहा सेप्टेम्बर 18 तारीख को। समस्ते चाहती ये जीवनटा केमती सुख शांति आनंदरे अतिवाहित हो। कई दुख केतबले चाहती नहीं, कष्ट चाहती नहीं, जंत्रणा चाहती नहीं। समस्ते किंतु आनंद चाहते। जे भौतिक जगतर यात्री, जे आध्यात्मिक जगतर यात्री, समस्तंकर लक्ष्य गोटे केमती आम आनंद आ प्रेमर अधिकारी हवा। भौतिक जगतरे रही जो माने रहिचंती से माने चिंता करती बा भावती ए भौतिक जगतर समस्त को नहीं, परिवार को नहीं, बंधु बांधव सांगसाथी समाज को नहीं, भौतिक जगतर समस्त संपत्ति को नहीं शांति रे वो आनंद रे जीवनटा को अतिवाहित करने को। आध्यात्मिक जगतर यात्री माने चाहते जे सबकिछि त्याग कर दे एकमात्र ईश्वर को आश्रय करबा, भगवान गुरु को आश्रय करी साधना करती। से माने मध्य चाहती केमती आम आनंद और प्रेमर अधिकारी हो। भौतिक जगत रे कौन हुए ये आनंद प्रेम अधिकारी होगा को जाई जो भौतिक जगतर साधना करा जाए सेतरे बहुत दुख जंत्रणा कष्ट मिले। ताही ईश्वरंकर सृष्टि, ताही ईश्वरंकर इच्छा। किंतु आध्यात्मिक जगत रे सब त्याग करी निष्ठार सहित भगवान सेवा और स्मरण करी चलिले जीवन आनंद एवं प्रेममय हुए। सांसारिक जगत रे अनेक बाधा विघ्न प्रतिबंधक आसे भगवान को उपासना करिया पाए, भगवान को सेवा करिया पाए, भगवान को स्मरण करिया पाए, सब बेले भगवत चेतना रे रहिबा पाए। कहीं सेठी अनेक कर्म रे मनीष कौन करे ना बांधी पड़ी थाए एवं प्रत्येक कर्म को से भगवत कर्म बोली भावी न थाए एवं प्रत्येक कर्म ईश्वर सृष्टि करिचंदी तार से स्रष्टा से कथा को मध्य से उपलब्धि अनुभव करि न थाए एवं ईश्वर तांकर कार्य को से करुचंदी कराउचंदी विभिन्न माध्यम द्वारा से कथा को मध्य से अनुभव करि न थाए। से सब बेले निजको मु बोली भावुए
ଏ ସୃଷ୍ଟିଟା ଯେ କାହାର ତାକୁ ବି ଜଣା ନଥାଏ। ମୁଁ ଆସିବା ପୂର୍ବରୁ ଥିଲି, ଏବେ ବି ଅଛି, ସୃଷ୍ଟି ଅଛି, ମୁଁ ଗଲା ପରେ ମଧ୍ୟ ଏ ସୃଷ୍ଟି ପ୍ରଭାବ ଏମିତି ରହିବ। ଗ୍ରୀଷ୍ମ ଆସିବ, ବର୍ଷା ଆସିବ, ଶରତ ଆସିବ, ଶୀତ ଆସିବ, ଏମିତି ଯେଉଁ ଋତୁ ଚାଲିଛି ପରିବର୍ତ୍ତନ ଏମିତି ଚାଲିଥିବ। ଭାଗବତରେ ଲେଖା ଅଛି, ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ଏ ଜଗତେ। ଏମିତି ସୃଷ୍ଟିର ପ୍ରକ୍ରିୟା ଏମିତି କେଉଁ ଅନାଦି କାଳରୁ ଚାଲିଛି, ତାର ହିସାବ ନିକାଶ କାହାରି ପାଖରେ ନାହିଁ। ସମସ୍ତେ ଭୌତିକ ଜଗତର ଯେଉଁମାନେ ଯାତ୍ରୀ, ସେମାନେ ଭାବନ୍ତି ଈଶ୍ୱରଙ୍କର ସୃଷ୍ଟି ଯେଉଁ ସବୁ ପଦାର୍ଥ ହେଇଛି, ଈଶ୍ୱରଙ୍କର ଯେଉଁ ବିଭୂତି, ସେଇଥିରେ ପ୍ରାୟ ଆନନ୍ଦ ଅଛି, ଶାନ୍ତି ଅଛି। ଯେଉଁମାନେ ସବୁ ତ୍ୟାଗ କରି ପଳାଇ ଆସିଥାନ୍ତି, ଏକାନ୍ତରେ ବସି ଭଗବାନଙ୍କୁ ସେବା, ପୂଜା, ସ୍ମରଣ, ଧ୍ୟାନ, ଜପ, ତପରେ ଲାଗି ପଡ଼ିଥାନ୍ତି, ସେମାନେ ନିଶ୍ଚିନ୍ତ ଭାବରେ ଆନନ୍ଦ ଓ ପ୍ରେମର ଅଧିକାରୀ ହୁଅନ୍ତି। କାରଣ ସେ କୌଣସି କର୍ମ ଜଞ୍ଜାଳ ସହିତ ଜଡ଼ିତ ନଥାନ୍ତି, କେବଳ ଗୋଟିଏ କର୍ମରେ ଥାଆନ୍ତି, ଭଗବତ କର୍ମରେ, ଈଶ୍ୱର ଚେତନାରେ ସେ ବୁଡ଼ିଥାନ୍ତି। ଗୋଟେ ସୁନ୍ଦର କଥା ଅଛି, ଭଗବାନଙ୍କର ଯିଏ ଶରଣାପନ୍ନ ହୁଏ, ଭଗବାନଙ୍କୁ ଯିଏ ଆଶ୍ରୟ କରେ, ଭଗବାନଙ୍କ ଉପରେ ଯିଏ ନିର୍ଭର କରେ, ଭଗବାନ ତାର ସମସ୍ତ ଦାୟିତ୍ୱ ନିଅନ୍ତି। ଏବଂ ଭଗବାନଙ୍କ ପାଖକୁ ଗୋଟିଏ ପାଦ ଗଲେ ସିଏ ଆମ ପାଖକୁ 100 ପାଦ ଆସନ୍ତି। ଆପଣ ଯେଉଁଠି ରୁହନ୍ତୁ କିଛି ଯାଏ ଆସେନି, ସମସ୍ତେ ସେଇ ଭଗବାନଙ୍କ ସୃଷ୍ଟି ଭିତରେ ହିଁ ଅଛନ୍ତି। ଏକନାଥ ଜଣେ ଭକ୍ତ ଥିଲେ, ସେ ସବୁବେଳେ କ'ଣ କରୁଥିଲେ ନା ଭଗବାନଙ୍କର ସେବା ପୂଜାରେ ଥିଲେ। ଭଗବାନ କେତେବେଳେ ପ୍ରସନ୍ନ ହୁଅନ୍ତି ନା ଯେତେବେଳେ ତାଙ୍କ ସେବା କରାଯାଏ, ତାଙ୍କୁ ସବୁବେଳେ ସ୍ମରଣ କରାଗଲେ ସେ ପ୍ରସନ୍ନ ରୁହନ୍ତି। ଯିଏ କରେ ଭଗବାନ ତା ଉପରେ ପ୍ରସନ୍ନ ଥାଆନ୍ତି। ଏକନାଥ ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ସବୁବେଳେ କ'ଣ କରନ୍ତି ନା ଭଗବାନଙ୍କ ସେବାରେ ଲାଗିଥାନ୍ତି। ଠାକୁରଙ୍କୁ ମଙ୍ଗଳାରତି କରିବା, ଠାକୁରଙ୍କୁ ସ୍ନାନ କରିଦେବା, ଠାକୁରଙ୍କୁ ଶୃଙ୍ଗାର କରିବା, ଠାକୁରଙ୍କୁ ଭୋଗ ଲଗାଇବା, ଠାକୁର ନାମକୁ ଜପ କରିବା, ଠାକୁରଙ୍କୁ ଧ୍ୟାନ କରିବା, ଠାକୁରଙ୍କ ବିଷୟରେ ଗୀତା ଭାଗବତକୁ ପାଠ କରିବା, ଏମିତି ସବୁ ସମୟରେ ଭଗବାନଙ୍କ ସେବାରେ ନିୟୋଜିତ ଥାନ୍ତି। ଭଗବାନ ଦେଖିଲେ ସବୁବେଳେ ସେ କେବଳ ମୋରି ସେବା କରୁଛି, ମୋରି ପୂଜା କରୁଛି, ମୋର ଉପାସନା କରୁଛି, ତା ମନରେ ଆଉ କୌଣସି ସଂକଳ୍ପ ଆଉ ବିକଳ୍ପ କିଛି ନାହିଁ, ସବୁବେଳେ ମୋରି କାର୍ଯ୍ୟରେ ସେ ବ୍ୟସ୍ତ ଅଛି। କ'ଣ କଲେ? ଭାବିଲେ ଏତେ ବର୍ଷ ହେଲାଣି, ବୁଢ଼ା ହେଲେଣି, ସେ ମୋରି କାମରେ ହିଁ ରତ ରହିଛି। ଭାଗବତରେ ଲେଖା ଅଛି, ସ୍ୱଭାବେ ମୋର ଭକ୍ତ ସର୍ବଦା ମୋର କାର୍ଯ୍ୟ ରତ। ଯିଏ ମୋର ଭକ୍ତ ସବୁବେଳେ ମୋରି କାମ ହିଁ କରୁଥାଏ। ମନରେ ପ୍ରଶ୍ନ ଉଠେ, ଗୃହସ୍ଥାଶ୍ରମ ରହି କ'ଣ କରିହେବ? କରିହେବ। ସବୁ ଛାଡ଼ି ଛୁଡ଼ି ଦେଇ ସନ୍ନ୍ୟାସ ଆଶ୍ରମ ଆସିଲେ କରିହେବ? କରିହେବ। ସବୁଥିପାଇଁ ଗୋଟେ କ'ଣ ନା ଦୃଢ଼ ସଂକଳ୍ପ, ଦୃଢ଼ ନିଷ୍ଠା, ଆଉ ସେତିକି ଗୁରୁଙ୍କର ସାନ୍ନିଧ୍ୟ, ଗୁରୁଗତ ପ୍ରାଣ, ଗୁରୁମୁଖ ହେଲେ ଯାଇକି ସବୁ କରିହେବ। ଭଗବାନ ଦେଖିଲେ ଏକନାଥ ସେବା କାର୍ଯ୍ୟରେ ସବୁବେଳେ ବ୍ୟସ୍ତ। ଗୋଟେ ବ୍ରାହ୍ମଣ ରୂପ ଧରି ଆସି ପହଞ୍ଚିଲେ, କହିଲେ ମୁଁ ତମ ପାଖରେ ଚାକିରି କରିବି। ସେ କହିଲେ ନା ନା, ମୁଁ ତୁମ ପାଖରେ ରହି ସେବା କରିବି, ଚାକିରି ନୁହେଁ ସେବା କରିବି। ସେ କହିଲେ ମୁଁ ସେବା ନେବାକୁ ଚାହେଁନି, ମୁଁ ସର୍ବଦା ଭଗବାନଙ୍କର ସେବା କରୁଛି, ମୁଁ ସେଇ ସେବାରେ ଅଛି, ମୁଁ କାହାର ସେବା ଗ୍ରହଣ କରିପାରିବି ନାହିଁ। ଭଗବାନ ଜିଦି କଲେ, ବ୍ରାହ୍ମଣ ରୂପରେ ଆସିଛନ୍ତି। ସେ ସୋଉଠୁ ଏକନାଥ କହିଲେ, ଯଦି ତୁମେ କହୁଛ ରୁହ, ମୁଁ ଯେଉଁ ସେବା କାର୍ଯ୍ୟ କରୁଛି ପ୍ରଭୁଙ୍କର, ମୋର ତ ବାର୍ଦ୍ଧକ୍ୟ ଅବସ୍ଥା ଆସି ହେଲାଣି,
ତୁମେ ମୋତେ ସେଥିରେ ଟିକେ ସହଯୋଗ କରିବ। ସେ କହିଲେ ହଉ ଆଉ। ଭଗବାନଙ୍କ ସେବା କାର୍ଯ୍ୟରେ ଭଗବାନ ନିଜେ ସହଯୋଗ କଲେ। କ'ଣ କଲେ ନା ଚନ୍ଦନ ଘୋରିବାରେ, ଫୁଲ ସଜାଡ଼ିବାରେ, ଫୁଲ ଦବାରେ ପ୍ରଭୁଙ୍କ ସେବା ଏକନାଥ ସହିତ ମିଶିକି ଭଗବାନ କଲେ। ମନରେ ପ୍ରଶ୍ନ ଉଠିବ, ଭଗବାନ ତ ସର୍ବବ୍ୟାପୀ, ସବୁଠି ପରିପୂର୍ଣ୍ଣ ଅଛନ୍ତି, ସେ ଅନେକ ରୂପ ଧାରଣ କରିପାରନ୍ତି, ସେ ଯାହା ଚାହିଁବେ ତାହା କରିପାରିବେ, ତାଙ୍କର ଇଚ୍ଛା। ସେଠୁ କୌଣସି ପ୍ରଶ୍ନ ଦେଖାଯାଏ ନାହିଁ, କିନ୍ତୁ କୌଣସି ଆଲୋଚନା ବି କରାଯାଏ ନାହିଁ। ସେଠୁ ଏମିତି 12 ବର୍ଷ ଅତିବାହିତ ହେଇଗଲା। ଏକନାଥଙ୍କ ପାଖରେ ଭଗବାନ ବ୍ରାହ୍ମଣ ରୂପରେ ରହି ସେବା କାର୍ଯ୍ୟ କରାଇଲେ। ଏସବୁ ଗପ ନୁହେଁ, କାହାଣୀ ନୁହେଁ, ଏ ସତ କଥା। ଏଇସବୁ 1500-1600 ଖ୍ରୀଷ୍ଟାବ୍ଦର କଥା ସବୁ। କିନ୍ତୁ ଆମର ଏ କଥା ପ୍ରତି ଶ୍ରଦ୍ଧା ନାହିଁ, ବିଶ୍ୱାସ ନାହିଁ, ଭକ୍ତି ନାହିଁ, କି କିଛି ଆମର ଏ ପ୍ରତି ସବୁ କିଛି ନାହିଁ। କାହିଁକି ନାହିଁ ନା ଆମକୁ ସେଇଭଳି ପରିବେଶ ଆମ ପାଇନେ ଜନ୍ମରୁ, ଏବଂ ଆମେ ସେଇଭଳି ଶିକ୍ଷା ଆମ ସ୍କୁଲ କଲେଜରେ ଆମକୁ ଦିଆଯାଇ ନାହିଁ। ଏବଂ ଯେତେବେଳେ ଆମେ ପିଲାଦିନରୁ ଏଇ ଭୌତିକ ଜଗତ ପ୍ରତି ଆମକୁ ଏମିତି ଶିକ୍ଷା ଦେଇ ଆକୃଷ୍ଟ କରି ଦିଆଯାଇଛି, ଏଭଳି ପ୍ରୋଗ୍ରାମ ଫିଟ୍ କରି ଦିଆଯାଇଛି ଆମ ଚିତ୍ତରେ, ଆମେ ସେଇଟା କରିବାରେ ଅଭ୍ୟସ୍ତ ହେଇଗଲେ। ଯାହା ଫଳରେ ପୂର୍ବଜନ୍ମର ସଂସ୍କାର ଆମର ସେତିକି ବଳବତ୍ତର ନାହିଁ। ଯଦି ସେତିକି ବଳବତ୍ତର ଥାଆନ୍ତା, ଏ ଜଗତରେ ଯେଉଁ ଶିକ୍ଷା ଆମକୁ ଦିଆଗଲା, ଯେଉଁ ପରିବେଶ ଆମେ ପାଇଲେ, ଏବଂ ଯେଉଁ ସମାଜକୁ ଆମେ ଦେଖିଲେ, ଭୌତିକ ଜଗତର ସମାଜକୁ ଆମେ ଦେଖିଲେ, କେବେ ଆପଣ ଆକୃଷ୍ଟ ହେବେ ନାହିଁ। କାରଣ ଯାହା ଚିତ୍ତରେ ଯେଉଁ ସଂସ୍କାର ଅଛି, ଜନ୍ମ ଜନ୍ମାନ୍ତରର ସଂସ୍କାର, ସେଇ ସଂସ୍କାର ଅନୁଯାୟୀ ତାର ରୂପ, ତାର ଗୁଣ, ତାର ସ୍ୱଭାବ, ତାର ଆଚାର, ତାର ବିଚାର, ତାର ବ୍ୟବହାର ସବୁ ସୃଷ୍ଟି ହୋଇଥାଏ। ତେଣୁ ଏକନାଥ ପାଖରେ ଭଗବାନ 12 ବର୍ଷ କ'ଣ କଲେ ନା ରହିକି ସେବା କାର୍ଯ୍ୟ କଲେ। ଭଗବତ ଗୀତାର 9ମ ଅଧ୍ୟାୟର 22 ଶ୍ଲୋକ ଆପଣ ସମସ୍ତେ ଭଲକି ପଢ଼ିବେ। ତେଣୁ କାହିଁକି ଆମର ଭଗବାନଙ୍କ ଉପରେ ଶ୍ରଦ୍ଧା ହେଉନାହିଁ, ବିଶ୍ୱାସ ହେଉନାହିଁ, ଭକ୍ତି ଆସୁନାହିଁ, କାହିଁକି ନିର୍ଭର ଆମର ବି ଆସୁନାହିଁ, କାହିଁ ଆମେ ଭକ୍ତିଭାବ ନେଇ ବଞ୍ଚିନେ। ସବୁ କଥାକୁ ଜଣେ ସାଧକ ବା ସାଧିକା ଯଦି ସମୀକ୍ଷା କରିବ, ସେଥିରେ ହ୍ୱାଇ ଲଗେଇବ, କାହିଁକି। ବାବା ଅନେକ ଥର କଥା ପ୍ରସଙ୍ଗରେ କହନ୍ତି, ପ୍ରତ୍ୟେକ କଥାରେ ତୁମେ ହ୍ୱାଇ ଲଗାଅ। ମୁଁ କାହିଁକି ଧ୍ୟାନ କରିବି, ମୁଁ କାହିଁକି ପୂଜା କରିବି, ମୁଁ କାହିଁକି ଦାନ କରିବି, ମୁଁ କାହିଁକି ସେବା କରିବି, ମୁଁ କାହିଁକି ଶାସ୍ତ୍ର ଅଧ୍ୟୟନ କରିବି। ସଂସାର ରହିଲେ କ'ଣ, ସଂସାର ତ୍ୟାଗ କଲେ କ'ଣ। ଯଦି ସବୁଥିରେ ସେ ହ୍ୱାଇ ଲଗେଇଥିବ, କାହିଁକି ଲଗେଇଥିବ, ଏବଂ ତାର ସଠିକ୍ ରେଜଲ୍ଟ ପାଇଥିବ, ତାହେଲେ ସେଥିରୁ ସେ ଆଉ ନିବୃତ୍ତ ହେବ ନାହିଁ, ସେଥିରୁ ସେ ଆଉ ବିରତି ହେବ ନାହିଁ, ଏବଂ ତାର ଈଶ୍ୱରଙ୍କ ପ୍ରତି ଦିନକୁ ଦିନ କ'ଣ ହେବ ନା ବିଶ୍ୱାସ, ନିର୍ଭର, ଭଲ ପାଇବା, ଭକ୍ତି ବୃଦ୍ଧି ପାଇବାରେ ଲାଗିଥିବ। ଧର୍ମ ଜୀବନ ଆରମ୍ଭ ହୁଏ ତ୍ୟାଗରେ, ତାର ପରିସମାପ୍ତି ହୁଏ ତ୍ୟାଗରେ। ଯିଏ ଯେତେ ବଡ଼ ତ୍ୟାଗୀ, ସେ ସେତେ ବଡ଼ ଧାର୍ମିକ। ଯାହାକୁ ଯୋଗ ଭାଷାରେ କୁହାଯାଏ ବୈରାଗ୍ୟ। ପରମ ସୁଖଟି ବୈରାଗ୍ୟ, ଆଶାଟି ପରମ ଦୁଃଖ। ଦେଖନ୍ତୁ, ଯେତେ କଷ୍ଟ ଆମକୁ ମିଳୁଛି, ଦୁଃଖ ମିଳୁଛି, ଯନ୍ତ୍ରଣା ମିଳୁଛି, ତା ମୂଳରେ କାରଣ ହେଉଛି ଆସକ୍ତି ବା ପ୍ରାପ୍ତି।
जार प्राप्ति आशा ना कौन से आसक्ति ना देखिए से केबे दुख कष्ट जंत्रणा पाइबन से भौतिक जगत यात्री हो किंबा आध्यात्मिक जगतर यात्री हो ताकू से समीक्षा करी देखियो आध्यात्मिक जगतर यात्री भावी गोटे आश्रम करी गोटे मंदिर करी गोटे यज्ञ करी गोटे प्रभुंक गोटे उपासना गृह करी जेतिक आध्यात्मिक जगतर कार्य अच्छे कि सबू तीर्थस्थान परिक्रमा करने को जीवी जितेबले मन चाहिला सत् कर्म हेले कौन है सत् चिंता हेले कौन है ता तुमको भी दुख दौची जदि ता पूर्ण न हो कि दुख पाऊँ सेमती भौतिक जगत रे सांसारिक जगत रे सेमती सी केते गुड़े कामना बासना भल पाठ पढ़ी भल चाकरी करी कि जगह किणवी कोठा बाड़ी करी भल स्त्री टे पाइबी भल पुओ झील मोर हे से पाठ पढ़ेबी से भल सब मार्क रखिए देखो सबुरी मूल गोटे प्राप्ति बा आशा रोचे जहाँ जोग भाषा कहुच्छे कामना रोचे सत कामना रही भी दुख मिलूँ असत कामना रही भी दुख मिलूँ ताले कौन कर सत कामना करिबो नहीं आ कौन असत कामना भी करिबो नहीं जो कामना करो दुख मिलूँ जो प्राप्ति रख ता ही दुख मिलूँ सब बड़े आप खुआई लगेबे कहीं मु भगवान निकट में निजको आग समर्पण कले मु जड़े सांसारिक जगतर भल यात्री हो पारि एवं आध्यात्मिक जगतर भल यात्री हो पारि संसार रही मु आनंद प्रेमर अधिकारी हेबी संसार त्याग करके से आनंद प्रेमर अधिकारी हेबी तो समस्त तो संसार छाड़ी जापर नहीं ना एवं समस्ते कौन ब्रह्मचारी सन्यास आश्रम अवलंबन करें गृहस्थाश्रम रे तेणु गृहस्थाश्रम रहीकि आमको किभली भाव सर्वदा भगवान सेवा आ भगवान स्मरण माने प्रत्येक समय आपण स्मरण करुवे केमिति भाविबे आपण मन भितर पुओ झील स्त्री थे स्वामी बंधुबांधव रे बाप माँ रे ये मन कौन हम ना जी आपण मन भितर को आसिले आसुचंती आसिक रही बसा बांधी सहित आपण जड़ित अच्छा से संसार जदि मन भितर कहीं नहांती केवल भगवान अच्छा से आम कौन कहले ना जोग कले सहित आम रहिले तेणु आमको दुख जंत्रणा कष्ट मिल केमिति संभव हो पार एथिपाई कि आमको तत्व गुरु ग्रहण करने पड़ो गुरु ग्रहण करवाटा बड़ कथा नुहे गुरुंकर सानिध्य बारंबार लाभ करने पड़ो गुरुगत जीवन हवा पड़ो गुरु मुख हवा पड़ो गुरु जहाँ कहे आम ताको मानि नवाक पड़ो से भाई लगेबे कहीं मानिबे कौन पाई मानिबे जदि न मानि मु चलिबी मोर संस्कार अनुजाई मोर इच्छा अनुजाई मोर प्रकृति अनुजाई प्रत्येक लोकर प्रकृति अच्छी नेचर आम कहे देखिए जदि जन्म जन्मांतर आध्यात्मिक संस्कार जदि आपण भीतर ठूल न सत संस्कार ठूल न आपण से दुख जंत्रणा कष्ट पाए समस्ते सत्संग आश्रय नियंती साधुसंग करती स्वाध्याय करती किंतु कहीं करुची ताकू समीक्षा करती ना आपको केवल करुची मोर स्वभाव को परिवर्तन करने मोर आचरण को परिवर्तन करने मते निजको शुद्ध एवं पवित्र करने
କିନ୍ତୁ ପଢ଼ା ଚାଲିଛି, ନାମ ଚାଲିଛି, ସ୍ୱାଧ୍ୟାୟ ଚାଲିଛି, ସତ୍ସଙ୍ଗ ଆସିବାର ହେଉଛି, ଦାନ ବି ଦିଆ ହେଉଛି, କିନ୍ତୁ ତାର ସମୀକ୍ଷା ନାହିଁ ଏବଂ ମୋ ମନ ଉପରେ ତାର ପ୍ରଭାବ କ'ଣ ପଡ଼ୁଛି, ମୁଁ କେତେ ଶୁଦ୍ଧ ପବିତ୍ର ନିର୍ମଳ ହେଇପାରୁଛି। କି ଶୁଦ୍ଧ ହେଉଛି ନା ମନ କ'ଣ ଶୁଦ୍ଧ ନା ତାର କାହା ପ୍ରତି ପଜିଟିଭ ଭାବନା ନାହିଁ, କାହା ପ୍ରତି ନେଗେଟିଭ ଭାବନା ବି ନାହିଁ। ସବୁବେଳେ ସେ ସନ୍ନ୍ୟାସ ହଉ, ବ୍ରହ୍ମଚାରୀ ହଉ, ଗୃହସ୍ଥ ହଉ କି ବାନପ୍ରସ୍ଥ ହଉ, ଚାରିଟା ତ ଆଶ୍ରମ, ସେ ଯେଉଁ ଆଶ୍ରମର ଗୋଟିଏ ସ୍ଥିତିରେ, ଗୋଟିଏ ଭାବରେ, ଗୋଟିଏ ଚିନ୍ତାରେ, ଗୋଟିଏ ଲକ୍ଷ୍ୟରେ ସେ ରହିବ। ଏଇ ଶିକ୍ଷାଟା ଆମକୁ ଦିଆଯାଉନି। ଏଇ ଭାବରେ ରହିଲେ ଆମେ ତ ଯାହା କରୁଛେ ଆନନ୍ଦ ପାଇଁ ନା, ଯାହା କରୁଛେ ଆନନ୍ଦ ପାଇଁ। ଆଗ ଆନନ୍ଦର ଅଧିକାରୀ ଜନ୍ମରେ ହୁଅ, ତାପରେ ସେ ପ୍ରାପ୍ତି ହେବେ ନା, ସେ ସଚିତ୍ ଆନନ୍ଦମୟ। ଦେଖନ୍ତୁ, ଯଦି ଅଧିକାଂଶ ସମୟ ଆପଣ ଟିକେ ହସିବେ, ଦେଖିବେ ଆପଣଙ୍କୁ କେତେ ଭଲ ଲାଗିବ। ହସଟା ସହଜେ ଆସିବ ନାହିଁ। ଯେତେବେଳେ ମନରେ କୌଣସି କାମନା ରହିଯିବ, ଅସତ କାମନା ରହିଯିବ, ପ୍ରାପ୍ତି ଆଶା ରହିଯିବ, ବିଭିନ୍ନ ପ୍ରକାର ପ୍ରାପ୍ତି, ମୋତେ କିଏ ସମ୍ମାନ ଦିଅନ୍ତୁ ଗୋଟେ ପ୍ରାପ୍ତି, ମୋତେ କିଏ ମାନନ୍ତୁ ଗୋଟେ ପ୍ରାପ୍ତି, ମୋତେ କିଏ ଫୁଲମାଳ ପିନ୍ଧାନ୍ତୁ ଗୋଟେ ପ୍ରାପ୍ତି, ଆପଣ ସବୁଟାକୁ ଦେଖିବେ। ମୋତେ କିଏ ଭଲ କଥା କୁହନ୍ତୁ ଗୋଟେ ପ୍ରାପ୍ତି, ମୋର କିଏ ସେବା କରନ୍ତୁ ଗୋଟେ ପ୍ରାପ୍ତି। ଏଇଠି ଏକନାଥ କ'ଣ କହିଲେ ନା, ମୁଁ ସେବା କାହାର ନେବି ନାହିଁ, ମୁଁ ଭଗବାନଙ୍କର ସେବା କରୁଛି, ଆପଣଙ୍କ ପାଖରେ ମୋର ସେବା କାହିଁ କରିବେ? ତାହେଲେ ମୁଁ ଭଗବାନଙ୍କ ସେବାରେ ଆପଣଙ୍କୁ ସାହାଯ୍ୟ ଏବଂ ସହଯୋଗ କରିବି। ନା କର। 12 ବର୍ଷ ପରେ ଜାଣିଲେ ଭଗବାନ ମୋ ଘରେ ରହି, ମୋ ଘର ଏଇ ଆଶ୍ରମରେ ରହି ଭଗବାନଙ୍କର ସେବା କରୁଛନ୍ତି। ତେଣୁ ଆମେ ଏଗୁଡ଼ା କ'ଣ କରୁଛେ ନା, ସମୀକ୍ଷା କରୁନେ। ପ୍ରତ୍ୟେକଟି ମୁହୂର୍ତ୍ତରେ ଆମେ ନିଜକୁ ସମୀକ୍ଷା କରି ଦେଖିବା। କାହାକୁ ସମୀକ୍ଷା କରିବା ନାହିଁ, କାହାକୁ ଦେଖିବା ନାହିଁ। ଆମର ଏଭଳି ନେଚର ହେଇଯାଇଛି, ପ୍ରକୃତି ହେଇଯାଇଛି, କେତେବେଳେ ଆମେ ନିଜକୁ ଦେଖୁନେ, ନିଜକୁ ସମୀକ୍ଷା କରୁନେ, ନିଜ ବିଷୟରେ ଆମେ କ'ଣ କରୁଛେ ନା ଆଲୋଚନା ବି କରୁନେ। ଆମେ ସବୁବେଳେ ଯେଉଁଠି ଦେଖିବା କାହା ବିଷୟ, କାହା କଥା, କାହାକୁ ଗୋଟେ ଦେଖିଛେ, କାହାକୁ ଗୋଟେ ସମୀକ୍ଷା କରୁଛେ, କାହାକୁ ଗୋଟେ ଆଲୋଚନା ବିଷୟରେ ଆମେ କରୁଛେ। ଅପର ଯେତେ କାମ କର୍ମ ତେଣେ ନୋହିବ ମତି ଭ୍ରମ। ଅପର ଯେତେ କାମ କର୍ମ ଭାଗବତରେ ଲେଖା ହେଇଛି, ତେଣେ ନୋହିବ ମତି ଭ୍ରମ। କାହାରି କାମ କର୍ମରେ ତ ମତି ଦବନି, ମନ ଦବନି। କେମିତି ଚଳିବାକୁ ପଡ଼ିବ ସଂସାରରେ। ତେଣୁ ଗୃହସ୍ଥାଶ୍ରମ କଥା ହେଉଛି ବଡ଼ କଥା ଏବଂ ଗୃହସ୍ଥାଶ୍ରମ ଅଲଗା 3 ଆଶ୍ରମକୁ ରକ୍ଷା କରେ। 3 ଆଶ୍ରମର ଦାୟିତ୍ୱ ନିଏ, ବାନପ୍ରସ୍ଥ, ବ୍ରହ୍ମଚାରୀ, ସନ୍ନ୍ୟାସ ଆଶ୍ରମର। ଜଣେ ଆଦର୍ଶ ସନ୍ନ୍ୟାସୀ ଠାରୁ ଜଣେ ଆଦର୍ଶ ଗୃହୀ ହେଉଛି ଶ୍ରେଷ୍ଠ। ତେଣୁ ଜଣେ ଆଦର୍ଶ ସନ୍ନ୍ୟାସୀ ହେଇପାରିବ ସହଜ, ଜଣେ ଆଦର୍ଶ ଗୃହୀ ହେଇପାରିବ ଏତେ ସହଜ ନୁହେଁ। କାହିଁକି ନା ସନ୍ନ୍ୟାସୀର କୌଣସି କର୍ମ ଜଞ୍ଜାଳ ନଥାଏ। ସନ୍ନ୍ୟାସୀ କେବଳ ଭଗବାନଙ୍କ ସେବା ପୂଜାରେ ଥାଏ। ସେଇ କର୍ମ ପାଇଁ ସେ ଗୃହ ତ୍ୟାଗ କରିକି ଯାଇଛି। ଗୃହସ୍ଥ ଆଶ୍ରମ ରହିଲେ ଏସବୁରେ ବାଧାବିଘ୍ନ ପ୍ରତିବନ୍ଧକ ହବ ବୋଲି କେଉଁଥିରେ ନା ଭଗବତ ପ୍ରାପ୍ତିରେ ସେ ତ୍ୟାଗ କରି ପଳାଇଥାଏ। ତେଣୁ ଯିଏ କର୍ମ ଜଞ୍ଜାଳ ଭିତରେ ରହି ସେଇ ଆନନ୍ଦ ପ୍ରେମ ପାଇବାକୁ ହେଲେ ତାକୁ ବହୁତ ସଂଗ୍ରାମ କରିବାକୁ ପଡ଼େ। ବହୁତ ଅନୁକୂଳ ଆଉ ପ୍ରତିକୂଳ ପରିବେଶ ଦେଇକି ତାକୁ ଗତି କରିବାକୁ ପଡ଼ିଥାଏ। କାରଣ ସେ ସମସ୍ତଙ୍କ ସହିତ ରହିଥାଏ ଏବଂ ସମସ୍ତଙ୍କର ସଂସ୍କାର, ଚିନ୍ତାଧାରା, ଭାବଧାରା ଗୋଟିଏ ଗୋଟିଏ ସ୍ୱତନ୍ତ୍ର। କାହା ସହିତ କାହାକୁ କମ୍ପେୟାର କରି ଦେଖ, କେହି ମିଶିବେନି। କାହା ଚିନ୍ତାଧାରା ସହିତ କେହି ମିଶିବେନି। ଆଜି ଯେଉଁ ପାରିବାରିକ ଅଶାନ୍ତି ହେଉଛି, ଯେଉଁ ସମାଜରେ ଗଣ୍ଡଗୋଳ ହେଉଛି, ତାର ମୂଳ କାରଣ ହେଉଛି
କାହାର ଚେତନା ସହିତ କାହାର ଚେତନା ଭଲ ଟିକେ ସରଳ ଭାଷାରେ କହିଲେ କାହାର ନେଚର ସହିତ କାହାର ନେଚର ଆଉ ମିଶୁନାହିଁ। ସମସ୍ତେ ଗୋଟିଏ ଚେତନାରେ ଆନନ୍ଦ ପ୍ରେମରେ ଆମେ ଦିନଟି ଅତିବାହିତ କରିବା। ପ୍ରତ୍ୟେକ କର୍ମକୁ ଭଗବତ କର୍ମ ଭାବିବା। ପ୍ରତ୍ୟେକ କର୍ମ ଈଶ୍ୱର କରୁଛନ୍ତି କରାଉଛନ୍ତି ବୋଲି ଆମେ ଭାବିବା। ଏବଂ ସକାଳ ସନ୍ଧ୍ୟା ହେଲେ ଆମେ କ'ଣ କରିବା ନା ସାଧନାରେ ବା ଧ୍ୟାନରେ ବସିବା, ଜପରେ ବସିବା। କାହିଁକି? ସବୁଥିରେ କାହିଁକି ଯଦି କରିବେ, ଦେଖନ୍ତୁ ଲାହିଡ଼ି ବାବା କହିଲେ ଗୋଟିଏ ଲୋକ 2 ମାସ, ଭୁଲ କହିଲେ 2 ସପ୍ତାହ ଯଦି ଅଧ ଘଣ୍ଟା ଖାଲି ସାମ୍ଭବୀ ମୁଦ୍ରାରେ ବସିବ। ସାମ୍ଭବୀ ବୋଇଲେ ଆପଣମାନେ ଶିଖିଛନ୍ତି, ହାତକୁ ଛନ୍ଦିକି କୋଳରେ ରଖିବ, କପାଳରେ କୁଞ୍ଚନ, ଦୃଷ୍ଟି ଆଜ୍ଞା ଚକ୍ରରେ, ନର୍ମାଲ ବ୍ରେଥକୁ ସେ ଦେଖିବ ନାହିଁ ଏବଂ ବହିର୍ଦୃଷ୍ଟି ଅନ୍ତର ଲକ୍ଷ୍ୟ ବାହାରକୁ ଚାହିଁଛି। ତା ଲକ୍ଷ୍ୟ ଆତ୍ମା ଉପରେ ବା ଆଜ୍ଞା ଚକ୍ର ଉପରେ ରହିଛି, 2 ଭ୍ରୂର ମଧ୍ୟସ୍ଥଳରେ ରହିଛି। ସିଧା ବସିଛି, ଖେଚରୀ ମୁଦ୍ରା ଅଭ୍ୟାସ କରିଛି। ଗୁରୁ ଭଗବାନଙ୍କୁ ଗୋଟିଏ ପ୍ରଣାମ କରି ସେଠି ବସିଯିବ। ପ୍ରତ୍ୟେକ ଦିନ ଅଧ ଘଣ୍ଟାଏ ଲେଖା 2 ଥର ସକାଳ ଆଉ ସନ୍ଧ୍ୟାରେ। ତାର 2 ସପ୍ତାହ ପରେ ଗୋଟେ ଗ୍ରେଟ୍ ପରିବର୍ତ୍ତନ ହେଇଯିବ ତା ମାନସିକ ସ୍ତରର। ତାର ବ୍ରେନ୍ ପୁରା ଆକ୍ଟିଭ ରହିବ, ତାର ବ୍ରେନ୍ର ସେଲ୍ସ ଗୁଡ଼ିକ ପୁରା ଆକ୍ଟିଭ ହେଇଯିବ ଏବଂ ସେ ଯେଉଁ ମାନସିକ ଅସନ୍ତୁଳନ ହେଉଛି, ଇନବାଲାନ୍ସ ହେଉଛି ମାଇଣ୍ଡ, ସେ ଶାନ୍ତି ପାଉନି, ଆନନ୍ଦ ପାଉନି, ବ୍ୟସ୍ତ ବିବ୍ରତ ହେଉଛି। ତା ମୂଳରେ ଗୋଟିଏ କାରଣ, ସେ ଭଗବାନଙ୍କ ସହିତ ଯୁକ୍ତ ହେଉନାହିଁ, ଭଗବାନ ପାଖରେ ମନକୁ ରଖୁନାହିଁ, ଭଗବାନଙ୍କ ବିଷୟ ଚିନ୍ତା କରୁନାହିଁ। ଦେଖନ୍ତୁ ଆପଣ ଯଦି 2 ସପ୍ତାହ କଣ୍ଟିନ୍ୟୁଅସ୍ କରି ଦେଖିବେ, ଆପଣ କେତେ ଏନର୍ଜି ପାଇବେ। ଏନର୍ଜି ଅର୍ଥ କ'ଣ ନା ଆପଣ କେତେବେଳେ ଦୁର୍ବଳ ନିଜକୁ ମନେ କରିପାରିବେ ନାହିଁ, କେତେବେଳେ ଦୁର୍ବଳ ମନେ କରିବେ ନାହିଁ, କି କେତେବେଳେ ୱିକନେସ୍ ଆପଣ ପାଖରେ ରହିବ ନାହିଁ। କାରଣ ଯେ ସର୍ବଶକ୍ତିମୟ, ସର୍ବଜ୍ଞାତା, ସବୁକିଛି ଯିଏ, ତା ପାଖରେ ଯଦି ଆପଣ ଚାହିଁଲେ, ଫୋକସ୍ କଲେ, ଦୃଷ୍ଟି ରଖିଲେ, ଆପଣ ତାଙ୍କର ଠାରୁ ସମସ୍ତ ଗୁଣ, ତାଙ୍କର ଯେଉଁ ସେ ତ ଗୁଣାତୀତ, ଯେଉଁ ଗୁଣ ତାଙ୍କଠାରେ ଅଛି, ସେ ଆନନ୍ଦମୟ, ପ୍ରେମମୟ, ଭାବମୟ, ଜ୍ଞାନମୟ, ଶକ୍ତିମୟ, ତାଙ୍କ ସଂସ୍ପର୍ଶରେ ଆପଣ ଆସିଲେ ଆପଣଙ୍କ ଭିତରେ ସେ ଭାବ ଗୁଡ଼ିକ ସଂକ୍ରମଣ ହେବ। ସେଇ ଅବସ୍ଥା ଆପଣଙ୍କ ଆସିବ। ଯିଏ ସବୁବେଳେ ସେବାରେ ଥାଏ, ଏଟା ହେଉଛି ଭଗବାନଙ୍କର ସେବା। ଆଉ ଭଗବାନଙ୍କୁ ସବୁ ସମୟରେ ଯିଏ ସ୍ମରଣ କରୁଥାଏ, ତାହାର ମନ ଭିତରେ ଅନେକ ଏନର୍ଜି, ଶକ୍ତିର ସଞ୍ଚାର ହୁଏ। ସେ ସବୁବେଳେ ଆକ୍ଟିଭ, ସବୁବେଳେ ଯୁବା, ତାକୁ ବାର୍ଦ୍ଧକ୍ୟ ଅବସ୍ଥା କେତେବେଳେ ଗ୍ରାସ କରିବ ନାହିଁ। ଆମେ ବହୁତ ବୟସ୍କ ଲୋକଙ୍କୁ ଦେଖୁ, 60, 62, 65, 70, ମାନେ ଏତେ ଭାଙ୍ଗି ପଡ଼ିଥାନ୍ତି, ଏତେ ଦୁର୍ବଳ ହେଇ ପଡ଼ିଥାନ୍ତି, ଏତେ ମାନସିକ ବିକୃତ ଅବସ୍ଥା ତାଙ୍କର ହେଇଥାଏ, ଏତେ ଇନବାଲାନ୍ସ ହେଇଥାନ୍ତି। ଏବଂ ବୟସ ବଢ଼ିଲେ ସମସ୍ତେ କହନ୍ତି ମନରୁ କାମନା ବାସନା କମିଯାଏ। ଆମେ ଯାହା ଏଇ ଜୀବନରେ ଦେଖିଛୁ, ବୟସ ବଢ଼ିଲେ ଲୋକର ବାସନା କାମନା ତୀବ୍ରରୁ ତୀବ୍ରତର ହେବାର ଲାଗିଥାଏ। ତାର ଯେତିକି ସ୍ଥିରତା ତାଠୁ ହଜାର ହଜାର ଗୁଣରେ ବୟସ ବେଳେ ଥିଲା, ହଜାର ହଜାର ଗୁଣରେ ଅସ୍ଥିରତା, ବ୍ୟସ୍ତତା ସବୁକିଛି ବଢ଼ି ଯାଇଥାଏ। ଏହାକୁ ଆମେ ଜଜମେଣ୍ଟ କରିବା ହ୍ୱାଇ, କାହିଁକି ହେଉଛି। ଜଣେ ସାଧୁ, ପ୍ରକୃତ ଭଜନିଷ୍ଠ ତପସ୍ୱୀଳ, ଯେ ତପସ୍ୟାରତ, ତାହାର ଏ ଭାବନା, ସେ ନିଜକୁ କେତେବେଳେ ଦୁର୍ବଳ ମନେ କରେ ନାହିଁ, କୌଣସି ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଏ ନାହିଁ, କୌଣସି ଖାଦ୍ୟରେ ଲାଳସା ନଥାଏ, ପିନ୍ଧିବାରେ ଲାଳସା ନଥାଏ, ଯଶ ସମ୍ମାନ ପ୍ରତିଷ୍ଠାରେ ଲାଳସା କିଛି ନଥାଏ। ସେ ଭଲ ଭାବରେ ବୁଝିଥାଏ ଏଇ ସମସ୍ତ ଦୁଃଖର କାରଣ।
संसार दुखालयम बोली भगवत गीतार भगवान निजे कहते। मनरे प्रश्न उठे, भगवान संसार कहीं सृष्टि कले, कहीं संसार रे विष और अमृत रखिले, खाली कहीं अमृत रखिले नहीं, खाली कहीं पॉजिटिव रखिले नहीं, सबुर कारण खोज। से कथार रहस्य समस्ते जानीपर नहीं। जहाँ को से कृपा करेंगे, जहाँ को से आशीर्वाद करेंगे, जहाँ को से दया करेंगे, से व्यक्ति किछि किछि जानिब। तांकर कृपा नहले, तांकर दया नहले से व्यक्ति केतबेले ही जानीपर नहीं। आम जीवन अनुभव आमे करिचु। देखंतु अर्थ मिलिला ता आपन सुख देलानी कि मन परिपूर्ण हेलानी। ए कोटी टंका 2 कोटी 5 कोटी 10 कोटी मिली जाऊ, जदि ता परिपूर्ण अवस्था को आनंता एवं सफिशिएंट बोली से भावंता, मोर आवश्यकता नहीं बोली भावंता, ताले बड़ बड़ लोक माने समका को समालोचना करूनी। सत कथाटा कहूँ, कोटी कोटी टंका करप्शन उपाय रोजगार कला पर आउ कहीं रोजगार कर लगी। जमी मधुमाछी पुष्प बसीले मधु तो शोषुची 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 पीऊची पीऊची, तार शेष ना। देखुना जिते टंका आपन मिली जी केते देदेला, आप से समय टे खुशी होगा, आनंद होले, परवर्त अवस्था भूली कौन से मत देला कि कौन से मोर करला कि नेचर कि माइंड साथी साथी आपन उपकार को से भूलीज। किंतु जन धर्म जगत व्यक्ति, आध्यात्मिक जगत व्यक्ति को भितर जो साधना करुथिबो, यही मनोभाव द्वारा केतबेले आसबनी, ता प्रति सबले से कृतज्ञता ज्ञापन करिवो, ताकू से सबले भल पाइब एवं ता तुष्टि सबले समान रही थबो। जे देइथबो जेतिकी, जे न देइथबो मध्य सेतिकी। से लेखाई कौन ना समता दृष्टि सत्य भाषा नित्य करिबो इणे आशा। समता दृष्टि आम कहले शुणिले, सम्मान दृष्टि। सम्मान दृष्टि अर्थ कौन ना सबुरी भितर मो प्रभु मो भगवान बा ईश्वर बा आत्मा, ये चिंतन करी देख। संसार भितर रही तुम्हें किते यही चिंतारे तुम्हें किते शांति एवं आनंद पाउच। तुम जो विक्षिप्त मन, जो बहिर्मुखी मन, जो चंचल मन, से केते निवृत्ति हो जाउ, सोमठ केते निवृत्ति हो जाउछ एवं केते आनंद और शांति लगुच। चिंतार कौन परिसमाप्ति अच्छी, भावनार कौन परिसमाप्ति अच्छी, कर्मर कौन परिसमाप्ति अच्छी। एते वर्ष आपण मानकु हेलाणी, आपण केबे कौन चिंतारू केबे निवृत्त हेलेणी, भावनारू कौन निवृत्त हेलेणी, कर्मरू कौन निवृत्ति हेलेणी। चुपचाप बसी पारिछन्ति नीरवता भितर। प्रकृत नीरवता कौन ना मनरे कौन सी चिंता ना स्वर्ग ना नरक कथा रही जाउची। तो भगवान कहीं एमती सब कर सृष्टिटा को से कथा देवता माने भी जानी ना। भागवतर प्रमाण अच्छी, लीला विद्युत कलेबर देव मानवे अगोचर। देखुना भगवान श्रीकृष्ण वृंदावन में जन्म ग्रहण करी गाई चरेले, गोपबाला सहित खेलिले, तांकर प्रसाद खाइले, सेमाने तांको प्रसाद खाइले, ये तांको कांध पर चढ़िले, सी तांको कांध पर चढ़िले। जहाँ को देखी देवगण व्यस्त विव्रत हो पड़े, सतरे कौन भगवान अवतार होती लीला करुँच परीक्षा कले। से भगवान माया को अतिक्रम करवा, आग माया को भल भाव जाना। माया द्वारा आमर कौन क्षति होउची, कौन लाभ होउची, ताकू सीना जानिला परे, भल कि ज्ञात हैला परे आपण सीना जानिबे जे आकु मु अतिक्रम करिवि कि करिवि नहीं। जे सीना पाठ पढ़ुची से परीक्षा दब,
जी पाठ पढ़ुनी सी कौन परीक्षा दब पाठ पढ़ाटा केते कष्ट दिन राति अनिद्रा है नंबर आने आईएएस ओएएस बैंकिंग पीओ केते परीक्षा अच्छे आपण मैंने जानते रेलवे किंतु धर्म जगत रे प्रत्येक मुहूर्त परीक्षा भगवान करेंगे ये सीना पाठ पढ़ी थे परीक्षा देदेले गोटे पोस्ट पाईगले आउ परीक्षा ना किंतु ये सब परीक्षा चली जेपर्यंत तांकर प्रत्येक कृपा बा आशीर्वाद मु प्राप्ति न हो सी तुमको जिते परीक्षा पास करदेवे से तुमको आउ परीक्षा देवाक पड़ोनी ये कौन सहज कथा आमे सबु विषय भल कि जाना कहीं साधनार आम बसवा आम स्थूल शरीर खाद्य खाऊे आम जाचे न खाइले मत भोक हम भोक हबार मु खाऊँ न खाइले मु कौन सी काम करें मो दुर्बलता अनुभव करी कौन सी पाठ पढ़ी पारि नहीं चाकरी करें नहीं बिजनेस करें अर्थ उपार्जन भी करें नहीं आउ संसार को उपभोग भी करें नहीं न खाइबी से जानी बोली खाऊँच पुणी केते प्रकार खाद्य खाऊँच केते प्रकार आइटम से बनाऊँच माने असरंती आइटम से बनई दौच सबू मिसई मसी दी गोटे समर्पण कर खाइले कौन हम ना एनर्जी तो मिलवा कथा ना जानी से भली जदि जानिम मु स्थूल शरीर एते खाद्यर आयोजन करुच्ची एवं से एक्सपेंडिचर करुच्ची मो समय दौची तेणु मो सूक्ष्म शरीर जो खाद्य सूक्ष्म शरीर मनर स्थिति तो से जो खाद्य मु केते दौची कहीं आज तो मु सबू मोर अच्छी कहीं मन रे गोटे शांति शांति लगुना मन कहीं अशांति अशांति लगुच मनटा सब मु तो दिनटा को सब प्रसन्न आनंद रे काटिया कथा कहीं दुख जंत्रणा कष्ट मु काटुची तार कारण खोजु जेपर्यंत व्यक्ति यार कारण खोजी नहीं से पर्यंत से धर्म जगतर यात्री आध्यात्मिक जगतर यात्री हो पार ना से कहते जीवन में बहुत धोखा न आसिले बहुत कष्ट न सहिले बहुत पनिशमेंट न पाइले लोक केवे आर कारण खोजिब ना से भौतिक जगतर कारण खोजुथब से मत अपमान देला से मत दुख देला से मत कष्ट देला से मोर नहींगला किए क्या देदेला कहे ना तुमको से केते कहे तुम केते उपकार करिछि से कथा कह तुम केते अपकार करिछि से कथा से आग साब्यस्त कर ये मनर नेचर कथा बाबा कहते दैनंदिन प्रत्येक मुहूर्तर कथा सब से समीक्षा करुचे सब से विचार करुचे सब से कौन करुचे तार प्रकृति को लेकिन से बंची तार स्वभाव को नहीं से बंची या रूपांतरित करी शुद्ध पवित्र करी से विषय से भावना आ द्वारा मुझे कौन पाऊँ ना शांति पाऊनी पाठ पढ़ी चाकरी करी विवाह करी पुओ झी अच्छा एवं ऐश्वर्य भी अच्छी किंतु मन रे गोटे अभाव अभाव बोध हो मन रे भाव आसुना क्या देखले गोटे आनंद लगुना क्या देखले गोटे भल लगुना क्या देखले गोटे सन्देह संशय हो कहीं ना मनीष सूक्ष्म शरीर डाएट संग्रह करनी सूक्ष्म शरीर रे मनर स्थिति ये मन उपवास कर दीर्घ वर्ष वर्ष उपवास कर से खाई नहीं खाली बंची क्षुदारे 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 ताको ये डाएट जदि सबुदिन आपन देवे गोटे कहूली गोटे टेक्निक कहूली कि सांभ भी जदि अध अध घंटा आपन करेंगे सकाଳେ सन्धारे मध्यरात्रि भांगीगले निद आम गुरु मैंने कहीं सांभवी बस देखु बाबाजी महाराज सांभवी मुद्रा बस सांभवी दी प्रकार ये आज्ञा चक्र को ध्यान कर ये सहस्रा को ध्यान कर किंतु आज्ञा चक्र को कले भल से उच्चांग साधक से सहस्रा को ध्यान कर
ଦେଖନ୍ତୁ ସେକେଣ୍ଡ ଲାହିଡ଼ି ବାବା ସବୁବେଳେ ଆଜ୍ଞା ଚକ୍ରକୁ ଆଖି ମିଞ୍ଜି ମିଞ୍ଜି କରି ବସିଛନ୍ତି। ଦେଖନ୍ତୁ ଯୁକ୍ତେଶ୍ୱର ଗିରି ସବୁବେଳେ ସେ ଆଜ୍ଞା ଚକ୍ରରେ ମନକୁ ରଖିଛନ୍ତି। ପରମହଂସ ଯୋଗାନନ୍ଦ ସେଇ ସହସ୍ରରେ ମନେ ରଖିଛନ୍ତି। ପରମହଂସ ହରିହରାନନ୍ଦ ସବୁବେଳେ ସହସ୍ରରେ ମନେ ରଖିବାକୁ କହୁଥିଲେ। ଅଲୱେଜ୍ କିପ୍ ୟୁର ଆଟେନସନ୍ ଅନ୍ ଦି ଟପ୍, ସବୁବେଳେ ହାତ ଦେଖେଇ ଧ୍ୟାନ କ୍ଲାସରେ କହୁଥିଲେ ପ୍ରିଣ୍ଟାଲା, ସବୁବେଳେ ସେଇ ସହସ୍ରରେ ଶୂନ୍ୟରେ ମନକୁ ରଖ। କାହିଁକି ସବୁ ଯୋଗୀମାନେ ସବୁ ସାଧୁମାନେ ଦେଖନ୍ତୁ ଗୋଟେ ମୁଦ୍ରାରେ ବସିଛନ୍ତି, ସବୁବେଳେ ଗୋଟେ ମୁଦ୍ରାରେ। ହନୁମାନ ଦେଖନ୍ତୁ ଗୋଟେ ମୁଦ୍ରାରେ ବସିଛି, ଗରୁଡ଼ ଦେଖନ୍ତୁ ଗୋଟେ ମୁଦ୍ରାରେ ବସିଛି। ଆମେମାନେ କିନ୍ତୁ ଗୋଟେ ମୁଦ୍ରାରେ ବସୁନି, ଆମେ ମାଙ୍କଡ଼ ଭଳିଆ ବହୁଛେ। ମାଙ୍କଡ଼ ଭଳିଆ ଆମର ସ୍ୱଭାବ, ଇଆଡ଼କୁ ନେଉଛେ ସିଆଡ଼କୁ ନେଉଛେ, ଏଠି ହାତ ମାରୁଛେ ସେଠି ହାତ ମାରୁଛେ, କାହା କଥା ଭାବୁଛେ କାହା କଥା ଚିନ୍ତା କରୁଛେ। କେତେବେଳେ ଯେଉଁ ଲୋକ ସହିତ ଆମେ ଆଟାଚ୍ ହେଇଯାଇଛେ ସୂକ୍ଷ୍ମ ଜଗତରେ ବା ସ୍ଥୂଳ ଜଗତରେ, ତାର ଛାପଟା ତାର ସଂସ୍କାରଟା ସେଇଟା ଆମର ମିଡ୍ ବ୍ରେନ୍ ଭିତରେ ଷ୍ଟୋର ହେଇ ଅଛି। ଆମେ ଯେତେବେଳେ ସଂସାର ଭିତରେ ରହି ଚାଲିଛେ କ'ଣ ହେଇଛି ନା ସେଇଗୁଡ଼ାକ ଆମ ଭିତରେ ଖେଳୁଛନ୍ତି। ଯେଉଁଗୁଡ଼ାକ ପାଷ୍ଟ କର୍ମ ଆମର ହେଇଯାଇଛି ଭୁଲ କର୍ମ, ସେଗୁଡ଼ାକ ବେଶୀ ମନେ ପଡ଼ିବ। ଆଉ ଆପଣଙ୍କ ହାତରେ ଆଉ କିଛି ନଥିବ, କୌଣସି ପ୍ରକାର ତାକୁ ଆଉ ଫେରେଇ ଆଣିବାର ଆଉ ନଥିବ। ତାକୁ ଭାବିଲେ ଖାଲି ଦୁଃଖ ଯନ୍ତ୍ରଣା କଷ୍ଟ, ଏବଂ ଫ୍ୟୁଚରଟା ଆମ ହାତରେ ବି ନାହିଁ। ସବୁବେଳେ ପ୍ରେଜେଣ୍ଟଟା ବର୍ତ୍ତମାନ ଆମ ହାତରେ ଅଛି। ତେଣୁ ଆମେ ସଂସାର ଭିତରେ ରହି ଯଦି ଜପ କରିବା, ଧ୍ୟାନ କରିବା, ଦାନ କରିବା, ସେବା କରିବା, ଏ ଚାରୋଟି ଉପରେ ବିଶ୍ୱାସ ନିର୍ଭରତାଙ୍କ ଉପରେ ଆମେ ରଖିବା, ତାହେଲେ ଆପଣ ଦେଖିବେ କ'ଣ ହେବ ନା ଆପଣଙ୍କ ଭିତରେ ଇନବାଲାନ୍ସ ମାଇଣ୍ଡ ଆଉ ରହିବ ନା, ଆପଣଙ୍କର ବାଲାନ୍ସ ମାଇଣ୍ଡ ହିଁ ରହିବ। ଆଉ ଆପଣ ଆନନ୍ଦ ପ୍ରେମର ଅଧିକାରୀ ହେବେ, ସର୍ବଦା ପ୍ରସନ୍ନ ରହିବେ, ଆପଣ ବଡି ସଫିସିଏଣ୍ଟ ଏନର୍ଜି ପାଇବ, ଆପଣ ଏତେ ରୋଗଗ୍ରସ୍ତ ହେଇପାରିବେ ନାହିଁ, ଅଭାବ ବୋଲି ଗୋଟେ ଆପଣଙ୍କର କିଛି ବୋଧ ହେବ ନାହିଁ। ଏବଂ କୌଣସି କ୍ରିୟା ପ୍ରତିକ୍ରିୟାରେ ମାନ ସମ୍ମାନରେ, ନିନ୍ଦା ପ୍ରଶଂସାରେ, ଗାଳି ସ୍ତୁତିରେ ଆପଣ ବିଚଳିତ ହେବେନି। ଆପଣ ଜାଣିବେ ଏସବୁ ମିଥ୍ୟା, ଏସବୁ ଅନିତ୍ୟ, ଏସବୁ ଅସତ୍ୟ। ଯଦି ସାଧନା ରହିବେ, ଆର କାରଣ ଖୋଜି ମୁଁ କାହିଁକି ଜପ କରିବି, କାହିଁକି ଧ୍ୟାନ କରିବି, କାହିଁକି ପୂଜାପାଠ କରିବି, କାହିଁକି ସେବା କରିବି, କାହିଁକି ମୁଁ ଦାନ କରିବି। ଦେଖନ୍ତୁ ଯେଉଁମାନେ ଏଇ ସମସ୍ତ କାର୍ଯ୍ୟ ପ୍ରତ୍ୟେକ ଦିନ କରି ଚାଲିଛନ୍ତି, ତାଙ୍କ ପାଖରେ ଯାଇ ବସିକି ଦେଖନ୍ତୁ ସେମାନେ କେତେ ଆନନ୍ଦ ଆଉ ପ୍ରେମରେ ଅଛନ୍ତି। ସେ ଲାଗି କୁହାଯାଏ ରାଜ୍ୟ ନଥାଇ ମହାରାଜା, ସାଧୁମାନଙ୍କୁ କୁହାଯାଏ। ବାହା ନ ହେଇକି ସ୍ୱାମୀ, ସ୍ତ୍ରୀ ନଥାଇକି ସ୍ୱାମୀ, ପୁଣି କ'ଣ କୁହାଯାଏ ନା ପୁଅ ଝିଅ ନଥାଇ କ'ଣ ମାନେ ଶିଷ୍ୟ ଶିଷ୍ୟା ସବୁ ହେଇଥାନ୍ତି। ମାନେ କିଛି ନଥାଇକି ସେ ମହାରାଜା, କିଛି ନଥାଇକି ସେମାନେ କ'ଣ ସ୍ୱାମୀ, ସ୍ତ୍ରୀ ନଥାଇକି ସ୍ୱାମୀ, ରାଜ୍ୟ ନଥାଇ ମହାରାଜା, ଜମିବାଡ଼ି କୋଠାବାଡ଼ି କିଛି ନାହିଁ, କିନ୍ତୁ ସବୁଥିରେ ସେ ପରିପୂର୍ଣ୍ଣ ହିଁ ଅଛନ୍ତି। ଜଣେ ମୋତେ ମା ପଚାରିଲେ ପରଦିନ, ଆଜି ରବିବାର, ଶୁକ୍ରବାର ପଚାରିଲେ, କହିଲେ ସ୍ୱାମୀଜୀ ମୁଁ ଗୋଟେ ସତ କଥା ଆପଣ ପଚାରିବି, ଆପଣ ମୋତେ କହିବେ? ମୁଁ କହିଲି ହଁ। ଆମେ ପିଲାଦିନରୁ ମୁଁ ଜାଣିନି ଭଗବାନ କ'ଣ, କିନ୍ତୁ ସବୁବେଳେ ମନକୁ ଶୁଦ୍ଧି ଆଉ ପବିତ୍ର ନିର୍ମଳ ରଖିବାକୁ ଆମେ ସବୁବେଳେ ଭଲ ପାଉ। ଆଉ ସବୁବେଳେ ମୁଁ ଚେଷ୍ଟା କରୁଥାଏ ମୋ ମନଟା କେମିତି ଶୁଦ୍ଧି ଆଉ ନିର୍ମଳ ପବିତ୍ର ହଉ, ମୋ ୱାର୍କକୁ ଭଗବତ ୱାର୍କ ହଉ, ଆଉ ମୋ ୱାର୍ଡ ମାନେ କେବେ ମୁଁ ୱାର୍ଡରୁ ଟିକେ ବିଚଳିତ ହେବିନି। ଜୀବନ ଯାଉ ପଛେ ସବୁବେଳେ ସତ୍ୟରେ ବଞ୍ଚିବି, ସତ କହିବି, ସତ୍ୟକୁ ଉପଲବ୍ଧି ଏବଂ ଅନୁଭବ କରିବି, ଯାହା କହିବି ତା ନିଶ୍ଚିନ୍ତ ଭାବରେ କରିବି, ତା ସାତ୍ଵିକ ଅହଙ୍କାର ପଛେ ହଉ, କିନ୍ତୁ ତାକୁ କେତେବେଳେ ତ୍ୟାଗ କରିବି ନାହିଁ। କହିଲେ କେତେ ଟଙ୍କା ଆପଣ ଫିକ୍ସ ମାରିଛନ୍ତି? ତ ଟଙ୍କାକୁ ଛାଡ଼ିକି ଆସିଛି, ତାକୁ ତ ମୁଣ୍ଡ ଭିତରେ ରଖିନି, ଅର୍ଥାତ୍ ମୁଣ୍ଡ କ'ଣ ମନ ଭିତରେ ରଖିନାହିଁ, ପୁଣି ଫିକ୍ସ ମାରିବି କେମିତି? ଯାହାକୁ ଛାଡ଼ିଛି ତାକୁ ପୁଣି ଧରିବି, ଫିକ୍ସ ମାରିବି?
ନା ଆପଣ ତ ପିଲାଦିନରୁ ଏମିତି କହି ଆସନ୍ତି ଆଉ ଆଶ୍ରମ ଚାଲିବ କେମିତି ଭବିଷ୍ୟତକୁ? ବୋଲେ ଆଜ୍ଞା ସେ କଥା ଯିଏ କରିଛି ସିଏ ଜାଣିଛି। ଆଉ ଚାଲିଛି କେମିତି? ଯେଉଁ ଅନୁଷ୍ଠାନରେ ବଡ଼ ବଡ଼ ମହାପୁରୁଷ ଦେହ ଛାଡ଼ିଛନ୍ତି ଚାଲିଛି କେମିତି? ଏ କଥା କହିବାର ଉଦ୍ଦେଶ୍ୟ କ'ଣ ନା ଆପଣ ଭିତରେ ଭାବୁଛନ୍ତି ମୁଁ ଅଛି ବୋଲି ଏସବୁ କାମ ହେଉଛି, ମୁଁ କରୁଛି ବୋଲି କାମ ସବୁ ହେଇଯାଉଛି, ମୋ ଦ୍ୱାରା ହେଉଛି, ମୁଁ ହିଁ କର୍ତ୍ତା, ମୁଁ ନଥିଲେ କ'ଣ କାମ ହେଇପାରନ୍ତା? କିନ୍ତୁ ଆପଣଙ୍କ ଉପରେ ଜଣେ କିଏ ଅଛି, ସମସ୍ତଙ୍କ ଉପରେ ଜଣେ କିଏ ଅଛି, ସିଏ ହିଁ କର୍ତ୍ତା, ସେ ସବୁ କରୁଛନ୍ତି ଏବଂ କରାଉଛନ୍ତି ଏବଂ ସେ ସମସ୍ତଙ୍କ ଭିତରେ ଅଛନ୍ତି, ସବୁଠାରେ ଅଛନ୍ତି, ସବୁ କାମ ଆମର ଦେଖୁଛନ୍ତି, ପ୍ରତ୍ୟେକ ଚିନ୍ତା ଚେତନାକୁ ସେ ହିଁ ଜାଣୁଛନ୍ତି। କିନ୍ତୁ ଏ ବୋଧ ଆମର ନାହିଁ, ଆକୁ ଆମେ ଖୋଜିନେ ଆମ ଉପରେ ଗୋଟେ କିଏ ଅଛି, ଯାହାକୁ ସାଧାରଣ ଗାଉଁଲି ଭାଷାରେ ଲୋକମାନେ କହନ୍ତି ଯାହା ସେ କରିବ ଉପର ବାଲା, ତଳ ବାଲା କାହିଁ କହନ୍ତି ନାହିଁ, ମଝି ବାଲା କାହିଁ କହନ୍ତି ନାହିଁ? ଏଇ କଥାର ଯୌଗିକ ଦେଖନ୍ତୁ, ମୂଳାଧାରରେ ରୁହନ୍ତୁ ନାହିଁ, ସ୍ୱାଦିଷ୍ଠାନରେ ରୁହନ୍ତୁ ନାହିଁ, ମଣିପୁରରେ ରୁହନ୍ତୁ ନାହିଁ, ଅନାହାତରେ ରୁହନ୍ତୁ ନାହିଁ, ବିଶୁଦ୍ଧରେ ରୁହନ୍ତୁ ନାହିଁ, ଆଜ୍ଞାରେ ରୁହନ୍ତୁ, ଆପଣ ଶୂନ୍ୟରେ ରୁହନ୍ତୁ, ପଞ୍ଚଭୂତରେ ବି ରୁହନ୍ତୁ ନାହିଁ, ଦେହରେ ବି ରୁହନ୍ତୁ ନାହିଁ, ପଞ୍ଚଭୂତର ଊର୍ଦ୍ଧ୍ୱକୁ ଯାଆନ୍ତୁ, ଆକାଶର ଊର୍ଦ୍ଧ୍ୱକୁ ଯାଆନ୍ତୁ। କାରଣ ପୃଥ୍ୱୀ ତତ୍ତ୍ୱ, ଜଳ ତତ୍ତ୍ୱ, ଅଗ୍ନି ତତ୍ତ୍ୱ, ବାୟୁ ତତ୍ତ୍ୱ, ବିଶୁଦ୍ଧଟା ହେଲା ଆକାଶ ତତ୍ତ୍ୱ, ଆକାଶ ତତ୍ତ୍ୱ ଉପରକୁ ଶୂନ୍ୟ, ଶୂନ୍ୟ ପରେ ମହାଶୂନ୍ୟ, ମହାଶୂନ୍ୟ ପରେ ସେଇ ଅନନ୍ତ ଅସୀମ ପାଖକୁ ଯାଆନ୍ତୁ। ପ୍ରତ୍ୟେକ ଦିନ କିଛି ସମୟ ଯେଉଁ ସାମ୍ଭବୀ ମୁଦ୍ରା କୁହାଗଲା, ଆପଣ କ'ଣ ନା ଶୂନ୍ୟରେ ରହିବା ଆରମ୍ଭ କଲେ। ଶୂନ୍ୟ ରହିଲେ ମହାଶୂନ୍ୟକୁ ଯିବେ, ସହସ୍ରାକୁ ଯିବେ, ସହସ୍ରାକୁ ଗଲେ ଅନନ୍ତକୁ ଯିବେ, ଯେ ପରମାତ୍ମା ପରମ ବ୍ରହ୍ମ। କ'ଣ ହବ? ସବୁବେଳେ କାରଣ ଖୋଜନ୍ତୁ। ଗଲେ ସେଠି ଯାଇ ଦେଖନ୍ତୁ ତମର ମାନସିକ ସ୍ଥିତିରେ ସଂସାର ଭିତରେ ରହି କେତେ ବଡ଼ ପରିବର୍ତ୍ତନ ହେଇଯାଇଛି ଜୀବନଟା। ଏ ଜୀବନଟା କିନ୍ତୁ ଅଟୋମେଟିକ୍ ଗୋଟେ ସୌନ୍ଦର୍ଯ୍ୟମୟ, ଆନନ୍ଦମୟ, ପ୍ରେମମୟ ହେଇଯାଇଛି। ଏ ଜୀବନଟା ସେବାମୟ ହେଇଯାଇଛି। ଏ ଜୀବନର ପ୍ରକୃତ ମୂଲ୍ୟ ସ୍ୱାଦଟାକୁ ମୁଁ ହିଁ ବୁଝିପାରିଛି। ମୁଁ ଗୋଟେ ସଂକୀର୍ଣ୍ଣତା ଭିତରେ, ଗୋଟେ ଗୋଷ୍ଠୀ ଭିତରେ, ଗୋଟେ ସାମ୍ପ୍ରଦାୟିକ ଭିତରେ, ଗୋଟେ ବନ୍ଧନ ଭିତରେ ମୁଁ ଆଉ ବାନ୍ଧି ନାହିଁ। ଆଜି ଗୋଟେ ଜାଗାରେ ଉଦ୍ଘାଟନ ଉତ୍ସବ ଥିଲା, ଗୋଟେ ଉତ୍ସବର ଆମର ଦାୟିତ୍ୱ ଥିଲା ପ୍ରଦୀପ ପ୍ରଜ୍ୱଳନ କରି। ଆମେ ମନା କରୁ କୌଣସି ଜାଗାକୁ ଯିବା ପାଇଁ, କାରଣ ଏ ସଂସାରରେ ଯାହାକୁ ଦେଖ, କାହାକୁ ଆମେ ସମାଲୋଚନା କରୁନୁ, ସମସ୍ତେ ରାଜସିକ ଭାବ ନେଇକି ଅଛନ୍ତି। ତାହା ହିଁ ଦୁଃଖର କାରଣ। ତାକୁ କଲଚର କରିନାହାନ୍ତି। ଆମେ ୱାନ୍ ଡ୍ରେସ୍ କାହିଁକି ନ ପିନ୍ଧିବୁ? ଏତେ ପ୍ରକାର ଚେକ୍ର ଡ୍ରେସ୍ ଆମେ କାହିଁକି ପିନ୍ଧିବୁ? ସମସ୍ତେ ପୂର୍ବ କାଳରେ ଦେଖିବେ କେବଳ ଗୋଟେ ଧୋତିଟେ ଥିଲା, ଗୋଟେ କାମିଜ ନା କ'ଣ ସାର୍ଟ ନା ପଞ୍ଜାବୀଟେ ଥିଲା, ସେ ସବୁ ଧଳା ପିନ୍ଧୁଥିଲେ। ଏବଂ ଗାଁ ଗଣ୍ଡାର ଲୋକମାନେ ସମସ୍ତେ ଗାମୁଛା ପିନ୍ଧୁଥିଲେ। ଗାମୁଛା ଗୋଟିଏ କଲରର ଥିଲା। ବର୍ତ୍ତମାନ ଯେଉଁ ସୋସାଇଟି ହେଇଛି, ରଙ୍ଗ ବେରଙ୍ଗ, ତା କଲଚର କର। ଆଖି ଦେଖିଲେ ସେ ରଙ୍ଗ ବେରଙ୍ଗକୁ କ'ଣ ପାଉଛି? ଶାନ୍ତି ପାଉଛି କି ପାଉନାହିଁ? କନସେନ୍ଟ୍ରେସନ୍ ଡାଇଭର୍ଟ ହେଉଛି କି ହେଉନାହିଁ? କଲଚର ନାହିଁ, କାରଣ ଖୋଜିବାର ନାହିଁ। ସେ ପିନ୍ଧିଲା ମୁଁ ପିନ୍ଧିବି, ସେ କଲା ମୁଁ କରିବି। ସେ କାହିଁକି କରିଛି, ଭୁଲ କରିଛି କି ଠିକ୍ କରିଛି, ମୁଁ ସେଇ ଭୁଲଟାକୁ ବା ଠିକ୍ଟା ଗ୍ରହଣ କଲି, କାହିଁକି ଗ୍ରହଣ କଲି, ସେ ବିଷୟରେ ନଲେଜ ନାହିଁ। ତେଣୁ ସବୁଥିରେ ଯେ କାରଣ ଖୋଜେ ଏବଂ କାରଣ ଖୋଜି କାରଣକୁ ପାଇ ସେଇ କାରଣକୁ ଯିଏ ଜୀବନରେ ୟୁଟିଲାଇଜ କରେ, ସେ ମହାନ ହୁଏ। କାହିଁକି ଜପ କରିବେ? ଦେଖନ୍ତୁ, ପ୍ରତ୍ୟେକ କର୍ମର ଯଦି ଗୋଟେ ମଜୁରୀ ମିଳୁଛି ବା ରେଜଲ୍ଟ ମିଳୁଛି, ତାହେଲେ ମୁଁ ଯେଉଁ ଅଧଘଣ୍ଟାଏ ବସି ଭଗବାନଙ୍କର ନାମକୁ ଜପ କରିବି, ଏଠି ସୂକ୍ଷ୍ମ ଶରୀର ଉପରେ ପ୍ରଭାବ ପଡ଼ିବ, ମନ ଉପରେ ପ୍ରଭାବ ପଡ଼ିବ। ମନ ତା ଡାଏଟ୍ ପାଇଯିବ। ସିଏ ଓଲିଆ ଗାଈ ମାଙ୍କଡ଼ ଭଳିଆ ଆଉ ହବ ନାହିଁ, ସ୍ଥିର ହେଇଯିବ। ଆଉ କ'ଣ? କିନ୍ତୁ କାମ ଚାଲିଥିବ। ସେଇଭଳି ଆମେ ଯାହାକୁ ଭାବୁଛେ, ଯେ ଆପଣ
विज्ञान दृष्टि देखंतु तार प्रभाव आपण मन उपरे शरीर उपरे ब्रेन उपरे पड़ुची कि पड़ू नहीं। जदि मु ईश्वर कथा चिंता करी गुणातीत जे सृष्टिर स्रष्टा परम पुरुष प्रेममय जे ताहले मो मनटा मो हृदयटा कौन हम से जदि साइंटिफिक भाविबो मु तो चिंतारू निवृत्त हो पारि नहीं ना। सबू चिंता भितर भी काम करुच्ची, चिंता भितर भी पाठ पढ़ा हो, चिंता भितर भी ऑपरेशन हो, चिंता भितर भी कथा कुआ चली, ये शुणा भितर भी चिंता होची। आप शुणुंट चिंता होची कहीं ना डीप कनसेंट्रेशन आमर शुणवे ना। जो डीप कनसेंट्रेशन आम शुणवे आसीज आप चिंता करें, आप भाभी पारे ना, कस्मिन काल आप भाभी पारे ना। आप से वन थॉट रहे, द माइंड विल बिकम वन थॉट। से आमको यदि प्रत्येक दिन आम जपरे बसवा, ध्यान बसवा, सत्संग बसवा, स्वाध्याय करवा, से कर्ममय जंजाल भितर प्रत्येक कर्म को भगवत कर्म भाविबा, भगवत बोधरे ही करवा। मु करूने से ही कर्ता करुचंती कराउचंती सबुरी भितर जड़े। हाँ से कौन ला उद्घाटन उत्सव कहले विशिष्ट क्रिया जोगी। आम कह ना एमती कथा कहतु नहीं। विशिष्ट क्रिया जोगी कौन ना विशिष्ट सन्थ ताकू भी कहतु नहीं, से भूल। भगवान दास दास कहले भी से भी भूल। कौन कहूँ कि ना कि कहतु ना, किछि न करिया पई ये सबुर आयोजन। जदि तुमको जोटा भल लगुच तुम्हें कर, आमको किछि कह ना, कारण तुम चेतन आम चेतन केबे सेम नहीं। तो तुम आम भितर प्रीति भाव उपजीव ना। चेतना जो सेम हम लोक भितर भाव आसब, भक्ति आसब, प्रेम आसब परस्पर भितर। चैतन्य महाप्रभु प्रत्येक दिन श्रीनिवास अगणारे जिते मायापुर थिले कीर्तन करती राति रातिटा हूँ बहुत बढ़िया समय। आमर पिला दिन राति संध्या हेले आमको बहुत आनंद लगे। कहीं ना कर्म जंजाल अवसर मिल जाए। गृहस्थाश्रम हो कि आश्रम लाइफ हो मिल जाए। बसिकी एकांतर बसी कौन करा जीव जी परम पुरुष प्रेममय पुरुषोत्तम व सृष्टिर स्रष्टा तांको विषय चिंता करिया को पड़े। भारी भल लगे आ का सहित कथबार्तार आवश्यक नहीं। कबाट देदेल मने बणे कोणे भगवान को उपासना करा जाए। तेणु घर कोणारे तुम्हें बसेल एकुटिया रहिब, चिंता हुए जिते राति बढ़िबो सेते आनंद प्रेम बढ़िबो। जिते राति बढ़िबो किंतु आपण मानकर गोटे भूल चिंताधारा राति है माने शोइबा। ये शोइबाटा जे तम गुण रजगुण भी नुहे। आपण कहे विज्ञान कौच 8 घंटा शोब, किए कौच 6 घंटा शोब, एवं कहले 5 घंटा शोब। काम था आगे 8 घंटा, एवं 6 घंटा, एवं 5 घंटा हो जाइए। प्रकृत ये 5 घंटा 6 घंटा शोइबा कौन समस्त जे भगवान को सहित युक्त रोचे से शोले गोटे एनर्जी पाऊँच तो सेटा से तो पाई जाइए। प्रकृत शोइबाटा हूँ प्रकृत शोइबाटा कौन आम जाचे। आम भावुचे आम जो शोई पड़ुचे निद लगी जाऊँच अचेतन अवस्था आम चली जाऊचे सेटा शोइबा आ कौन। आपड़ देखु स्थूल शरीर टे रेस्ट निए, सूक्ष्म शरीर रेस्ट नहीं। कहीं जेहेतु श्वास प्रश्वास क्रिया चली समस्त क्रिया सूक्ष्म शरीर चली। तेणु सूक्ष्म शरीर केतबले शुए नहीं, कारण शरीर केतबले शुए नहीं। जेपर्यंत तुम आज पर्यंत आसीच तुम सूक्ष्म शरीर शोई नहीं, तुम कारण शरीर पर्यंत शोई नहीं। जहाँफल प्रकृत शांति प्रकृत आनंदटा कौन तुम्हें मैंने पर्यंत अनुभव करिना। तुम खोजुच सर्च करुच कौनटा करदे मुझे आनंद पाइबी। से विषय दौड़ी 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 ये जीवन सरीगला अनेक थर।
ପୁଣି ଆସୁଛ ଯାଉଛ ପୁନରପି ଜନନଂ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନଂ। ଆଉଛ ଯାଉଛ ପୁଳେ ନେଇକି ଯାଉଛ ପୁଳେ ନେଇକି ଆସୁଛ। କିଛିଟି ତ୍ୟାଗ କରିବାର ତୁମର ଇଚ୍ଛା ନାହିଁ। ଅତିଥି ସବୁ ଜିନିଷ ଭାବିଲେଣି ମୁଁ ଏଠି ମୁଣ୍ଡେଇକି ଯିବି ନାହିଁ, ମୁଣ୍ଡେଇକି ରହିବି। ଏ ବୋଝ ମୁଁ କାହାକୁ ଦେବି ନାହିଁ। କାହିଁକି ଦେବି ମୋ ବୋଝଟା? ସମର୍ପଣ ଧର୍ମ ଜୀବନ ଆରମ୍ଭ ହୁଏ ସମର୍ପଣରୁ ଶରଣ ଦେଇକି ଦେଖିଲ ତମ ଯେଉଁ ମୁଣ୍ଡର ବୋଝଟା ଅଛି ମୁଣ୍ଡେଇକି ଯାଉଛ। କେତେ କଷ୍ଟ ତୁମକୁ হয় ନା। ବୋଝ ମୁଣ୍ଡେଇଲେ କ'ଣ ମୁଣ୍ଡକୁ ଭଲ ଲାଗେ? କଷ୍ଟ ଲାଗେ। ଯଦି ବୋଝଟା କିଏ ତୁମର ମୁଣ୍ଡେଇ ଦେଲା ତୁମ ସାଥିରେ, ତୁମେ ଚାଲି ଚାଲି ଗଲ, ତୁମକୁ ହାଲକା ଲାଗିବନି? ଭଲ ଲାଗିବନି? ଫ୍ରିରେ ତୁମେ ଯାଇପାରିବନି? ସାଇଣ୍ଟିଫିକ୍ ତ ଜଜ୍ କରିବ। କୁଇଣ୍ଟାଲେ ଜିନିଷ ମୁଣ୍ଡ ଉପରେ ଲଦା ହେଇଛି, ଚାଲିଲେ କେତେ କଷ୍ଟ। ଯଦି କୁଇଣ୍ଟାଲ ଜିନିଷ ମୁଣ୍ଡ ଉପରେ ଲୋଡ୍ କରିଦିଆଯାଏ, ଆପଣ କ'ଣ ହେଉଛି? ଲୋକଙ୍କର ଇନବାଲାନ୍ସ ମାଇଣ୍ଡ ହେଉଛି। ତା ଫୋପାଡ଼ି ଦେଉଛି, କିମ୍ବା ତାକୁ ବୋଝ ମୁଣ୍ଡେଇ ମରିଯାଉଛି, କିମ୍ବା ସୁଇସାଇଡ୍ କରିଦେଉଛି। ଯାହା ମୁଣ୍ଡ ଉପରେ କୌଣସି ବୋଝ ନାହିଁ, ସେ ଆଉ ଗୋଟେ କାହାକୁ ବୋଝ ଦେଇଦେଇଛି, ଗୁରୁଖିକି ଭଗବାନଙ୍କୁ ଦେଇଦେଇଛି। ସେ ନିଶ୍ଚିନ୍ତରେ ଶୋଇବ ନାହିଁ, ନିଶ୍ଚିନ୍ତରେ ରହିବ ନାହିଁ। କାରଣ ଆମର ଈଶ୍ୱରଙ୍କ ଉପରେ ବିଶ୍ୱାସ ନାହିଁ, ନିର୍ଭର ନାହିଁ। ଯେମିତି ପାଣ୍ଡବମାନଙ୍କୁ ଶିବିରକୁ ଆସି ଭଗବାନ ଶ୍ରୀକୃଷ୍ଣ ଦେଖିଲେ 5 ଭାଇ ଆନନ୍ଦରେ ଶୋଇଛନ୍ତି। ରେ କାଲି ଭୀଷ୍ମ ହେବେ, କ'ଣ କାଲିର ଯୁଦ୍ଧର ସେନାପତି ତ କରିବେ, ତେମେ କ'ଣ ଶୋଇଛ? ନା, ଯାହାର ସଖା ଭଗବାନ ଶ୍ରୀକୃଷ୍ଣ, ତାଙ୍କ ଉପରେ ଆମର ବିଶ୍ୱାସ ନିର୍ଭର ଅଛି ଯେ ରାତିକୁ ଦିନ, ଦିନକୁ ରାତି କରିପାରନ୍ତି। ତାହେଲେ ମୋର କ'ଣ ଦରକାର? ଆମମାନଙ୍କର କ'ଣ ଦରକାର? ଏପର୍ଯ୍ୟନ୍ତ ଯେ ଉପରବାଲା ଆମ ଉପରେ ଅଛି, ସମସ୍ତ ହିସାବ ନିକାଶ ତା ହାତରେ, ସେ ସବୁକିଛି କଣ୍ଟ୍ରୋଲ ନିୟନ୍ତ୍ରଣ କରୁଛି। ତା ନିକଟ ଜୀବନକୁ ଉତ୍ସର୍ଗୀକୃତ କରିଦେଲେ ଜୀବନଟା ତାର, ତା ଜୀବନ ତାକୁ ନ ଦେଇ ଆମେ ଏ ଜୀବନଟାକୁ ମୋର ବୋଲି ଭାବି ଆର ମିସ୍ ୟୁଟିଲାଇଜ କରୁଛେ। ଯାହା କରିବା କଥା ନୁହେଁ ତାହା ଆମେ କରୁଛେ। ଯାହା କହିକି ଆସିଥିଲେ ତାହା କରୁନି। ଯିଏ ସେ ଆମକୁ ଯାହା କହିଥିଲା ତା ବି କରୁନି। ଏବେ ବି ଶାସ୍ତ୍ର ମାଧ୍ୟମରେ, ଗୁରୁ ମାଧ୍ୟମରେ, ସତ୍ସଙ୍ଗ ମାଧ୍ୟମରେ, କାହା ମାଧ୍ୟମରେ ସେ ଆମକୁ ବି କହୁଛି। ଆମେ କିନ୍ତୁ ସେ କଥାକୁ ଶୁଣିପାରୁନେ, ଅନୁଭବ କରିପାରୁନେ, ବିଚାର ମଧ୍ୟ ଆମେ କରିପାରୁନେ। ଆମେ କ'ଣ କରୁଛେ? ଏତେ ବଡ଼ ଦୁର୍ଲଭ ଜନ୍ମକୁ ଆମେ ଅଗାଡ଼ି କରିଦେଉଛେ, ନଷ୍ଟ କରିଦେଉଛେ। ଜୀବନର ମୂଲ୍ୟକୁ ଆମେ ବୁଝିପାରୁନେ। ଏ ଜୀବନଟାକୁ ବ୍ୟଷ୍ଟି କେନ୍ଦ୍ରିକ କରିଦେଉଛେ ଏବଂ ନିଜେ ଗୋଟେ ସଂକୀର୍ଣ୍ଣତା ଭିତରେ, ଗୋଟେ ଛୋଟିଆ ଚିନ୍ତା ଭିତରେ, ଗୋଟେ ଛୋଟିଆ ଭାବଧାରା ଭିତରେ, ଗୋଟେ ଛୋଟିଆ ନେଚର ଭିତରେ ଆମେ ବାନ୍ଧି ଦେଇଛେ। ହାୟରେ କପାଳ। ଆଉ ବଡ଼ ଆଶ୍ଚର୍ଯ୍ୟ ଲାଗେ। ମୋ ଘର, ମୋ ପିଲା, ମୋ ଛୁଆ, ଆଉ ମୁଁ, ନା ମୋ ବାପା, ମୋ ବୋଉ, ମୋ ଚାକିରି, ମୋର ସବୁ ଭିତରେ ମୁଁ ମୋର ଭିତରେ ବାନ୍ଧୁଛ। ଦେଖ, ବାନ୍ଧ, ଭଲ, କିଛି ଅସୁବିଧା ନାହିଁ। ତୁମେ ଜୀବଶ୍ରେଷ୍ଠ, ଭଗବାନ ତୁମକୁ ବିଚାର ବୁଦ୍ଧି ଦେଇଛି। ତୁମେ ସମୀକ୍ଷା କରି ଦେଖ, ତା ଦ୍ୱାରା ମିଳିଛି କି ଶାନ୍ତି, ମିଳିଛି କି ଆନନ୍ଦ, ମିଳିଛି କି ପ୍ରେମ? କାକଭୂଷୁଣ୍ଡି କି ଭଗବାନ ରାମ କହୁଛନ୍ତି, କ'ଣ ମାଗୁଛ ମାଗ। କାକଭୂଷୁଣ୍ଡି, ପ୍ରଭୁ କ'ଣ ଦରକାର? କିଛି ଦରକାର ନାହିଁ। କାରଣ ସବୁ ଅନିତ୍ୟ, ସବୁ ଅସତ୍ୟ, ସବୁ ଏଠି ମିଥ୍ୟା। ତୁମେ କେବଳ ସତ୍ୟ। ତମ ପ୍ରତି ଏ ହୃଦୟରେ କିଭଳି ଭାବରେ ଭକ୍ତି ଭାବ ଜାଗ୍ରତ ହବ, ସେଇଟା ମୋତେ ଦିଅ। ପ୍ରଭୁ କହିଲେ, ମୁଁ ସବୁ ଦେବି, ଭକ୍ତିଟା ଦେବିନି, କାରଣ ମୁଁ ଭକ୍ତାଧୀନ ହେବି। ଭକତ ଜନେ ବସ ମୁଇଁ, ତାର ରକ୍ଷଣେ ମୋର ଦାୟୀ। ମୁଁ ଭକ୍ତ ଜନର ଅଧୀନ, ମୋ ତ ଭକ୍ତ ନୁହେଁ ଭିନ୍ନ। ମୁଁ ଭକ୍ତ ଜନର ଅଧୀନ। ତେଣୁ ଦେଖନ୍ତୁ, ତେଣୁ ସବୁଥିରେ ହ୍ୱାଇ ଲଗାନ୍ତୁ। ଏ ଯେକୌଣସି ଜୀବନଟା ହଉ, ଲୋକ ଆନନ୍ଦ, ଶାନ୍ତି, ପ୍ରସନ୍ନ ଅବସ୍ଥା ପ୍ରାପ୍ତି ପାଇଁ ସଦା ସର୍ବଦା ବ୍ୟାକୁଳିତ। କିନ୍ତୁ ତାର ଟ୍ରିକ୍ସ ତାକୁ ଜଣା ନାହିଁ। ସେଥିଲାଗି ଭଗବତ ଗୀତାରେ କୁହାଯାଇଛି, ଯୋଗ କର୍ମସୁ କୌଶଳମ୍। ସେଇ କୌଶଳ ହିଁ ଆମେ ସତ୍ସଙ୍ଗରୁ ଶିଖିବା, ଗୁରୁଙ୍କ ତତ୍ତ୍ୱ ଗୁରୁଙ୍କ ପାଖରୁ ଶିଖିବା। ଜୀବନଟାକୁ
ବୁଝିବା। ତେଣୁ ସବୁବେଳେ ଆପଣମାନେ ଉପରେ ରହିବା ପାଇଁ ଚିନ୍ତା କରି ଦେଖନ୍ତୁ 6 ମାସ ବର୍ଷେ ଏ ଜୀବନଟା କେମିତି ଲାଗୁଛି। ଉପରେ ରୁହନ୍ତୁ, ତଳେ ରୁହନ୍ତୁ ନାହିଁ। ଆମର ଗୋଟେ ଇଂଲିଶରେ କୁହେ ଦି ହାୟର ୱି ଗୋ ଦି କୁଲର ୱି ଫିଲ୍। କ'ଣ ସେ କଥାର ଅର୍ଥ? ଦି ହାୟର ୱି ଗୋ, ତା ତ ଯେତେ ଉପରକୁ ଯିବ ସେତେ ଥଣ୍ଡା। ଆରେ ସୂର୍ଯ୍ୟ କିରଣ ଅଛି, କୋଟି କୋଟି ନକ୍ଷତ୍ର ଅଛନ୍ତି, ପୁଣି ଥଣ୍ଡା ନା ଗରମ ବା? କିନ୍ତୁ ବାସ୍ତବରେ ଥଣ୍ଡା। ଆପଣ ବଦ୍ରୀନାଥ ଯାଉନାହାନ୍ତି, କେଦାରନାଥ ଯାଉନାହାନ୍ତି, ସମୁଦ୍ର ପତନଟା କେତେ ହାଇଟ୍, କେତେ ଫିଟ୍। ଆମେ ବର୍ଷ ଯିବା କିନ୍ତୁ ଯିବା ସ୍ଥିର ହେଇପାରିଲାନି। ତେଣୁ ସବୁବେଳେ ବରଫାବୃତ ଭିତରେ ଜାଗା। ଆରେ ଉପରକୁ ଗଲେ ଥଣ୍ଡା, ଯେ ତଳକୁ ଖୋଳି ଖୋଳି କୂଅ ଯାଅ, କେତେ ଗରମ, କେତେ ନିଆଁ, କେତେ ବାଷ୍ପ। ତେଣୁ ମୂଳାଧାରରେ ମନ ରଖିଲେ, ସ୍ୱାଦିଷ୍ଟାନରେ ମନ ରଖିଲେ, ମଣିପୁରରେ ମନ ରଖିଲେ, କି ଦୁଃଖ, କି ଯନ୍ତ୍ରଣା, କି କଷ୍ଟ। ଆରେ ଖାଇବି କାହିଁ ଭାବୁଛ? ତୁମେ ଭଜନ କର, ଦେଖ ତମ ଖାଇବା ତମ ପାଖରେ ପହଞ୍ଚି ନ ପହଞ୍ଚି। ଆଉ ଯେଉଁଦିନ ଯାହା ଖାଇବା ଏ କପାଳରେ ଲେଖା ଅଛି ଜନ୍ମାନ୍ତର, ସେଇଦିନ ତା ମିଳିବ। ତୁମେ ଅନୁଭବ କରି ଦେଖିବ। ତ ବାବା ଏଇସବୁ କର୍ମ କଲେ ସଂସାର ପ୍ରବାହ କେମିତି ଚାଲିବ? ମନରେ ପ୍ରଶ୍ନ ଉଠେ। ଆରେ ବାପା ଏଇ କଥା କେତେ ଜଣଙ୍କ ମନ ଭିତରେ ଉଙ୍କି ମାରୁଛି? ତମ ପରିବାର ଭିତରେ, ତମ ଭିତରେ ତ ଆଉ କାହାକୁ ମନରେ ଉଙ୍କି ମାରିଛି କି? ସେଇ ଜଗତର ଯାତ୍ରା ଆଉ ଜଣେ ତୁମେ କହିଲେ ସେ ହଉଛି କି? କାହାକୁ ଦେଖନି, କାହାକୁ ଦେଖନି, ସମୟ ସରିଯାଉଛି। ନିଜକୁ ଦେଖ। ଯାହାକୁ ଦେଖିବ, କଙ୍କଡ଼ା ଗୋଟେ ଖାଳିଆ ଭିତରେ ଥାଆନ୍ତି ନା, ଗୋଟେ କଙ୍କଡ଼ା ପକାନ୍ତୁ ସେ ଉଠି ପଳେଇ ଆସିବ। 4-5ଟା କଙ୍କଡ଼ାକୁ ପକାଇ ଦିଅନ୍ତୁ ଖାଳିଆ ଭିତରେ ବା ପାଚିଆ ଭିତରେ, ଯାହା ହେବେ ଖାଲି କର୍କର କର୍କର ବୋଲି କେହି ଉପରକୁ ଆସିପାରିବେନି। ସ୍ତ୍ରୀ ଦେଇଥିଲା ପାଚିଆ ବିଲକୁ ସ୍ୱାମୀକି, ତମେ ଧାନ କେରି ବାଛିବ, କଙ୍କଡ଼ା ଧରିକି ଆଣିବ। ସିଏ ଆଣି କଙ୍କଡ଼ା ଥୋଇଦେଲା, 7-8ଟା ତରକାରୀ ହବ, ଖିଆ ହବ ନା। ସେଠୁ କହିଲା କ'ଣ ଏତେ କଙ୍କଡ଼ା ରଖିଲ, ତା ମୁହଁଟା ବନ୍ଦ କରୁନ, କେହି ଗଲେ ନାଇଁ। ଆରେ ବୋକେ ତୁ ଜାଣିନୁ, ମୁଁ କ'ଣ ଗୋଟାଏ କଙ୍କଡ଼ା ପକେଇଥିଲି ସିନା ପଳେଇଲା, ମୁଁ ତାପରୁ କଙ୍କଡ଼ା ପକେଇଦେଲି, ସେ କାହିଁ ଯିବେ? ପରସ୍ପର ଧାରା ଧରିକି ବୁଲୁଛୁ। ଏ କଥାର ଅର୍ଥ କ'ଣ? 4-5 ଜଣ ରହିଲେ ତୁମେ ଚନ୍ଦାଚନ୍ଦି ହେଇକି ଧରାଧରି ମରିଯିବ, କେହି ଉଦ୍ଧାର ହେଇପାରିବ ନାହିଁ। ତେଣୁ ଭାଇ ଏକନା ରବୀନ୍ଦ୍ରନାଥ ଠାକୁର କ'ଣ କହିଲେ? ଚଲୋ ନା କ'ଣ ବା, ଏକୁଟିଆ ଏକଲା ଚଲ, ଆସିଛ ଏକୁଟିଆ, ଯିବ ଏକୁଟିଆ, ମଝିରେ ସାଥୀ କେହି? ମଝିରେ ସାଥୀ ପରମାତ୍ମା ପରମ ବ୍ରହ୍ମ ଗୁରୁ। ତ ସମୀକ୍ଷା କରି ଦେଖ, ଯେଉଁ ସାଥୀ ହେବ ସେ ତମଠୁ ସ୍ୱାର୍ଥ ଚାହିଁବ। ଯେଉଁ ଯାହା ସହିତ ସାଥୀ ହେବ, ଲୋକ ମ୍ୟାରେଜ କରେ କାହିଁକି? ନହେଲେ ସାଥୀ ଲାଇଫ ପାର୍ଟନର ଖୋଜୁଛି। ଦେଖ କ'ଣ ଅବସ୍ଥା। 195 ଆଜି କେତେକେ ସେଇ ଭୁବନେଶ୍ୱର ଆଶ୍ରମକୁ ଆଇଥିଲା, 5-6 ଜଣ ମା ଆସିଥିଲେ, ବାବା ଆସିଥିଲେ। କି ଦୁଃଖ, କି କଷ୍ଟ ଆମେ ଭୋଗୁଛୁ ସଂସାର କରିକି। ବଞ୍ଚିବାର କଳା ବା ଶୈଳୀ ଶିଖିନାହାନ୍ତି। ଯଦି ଆମେ ଡ୍ରାଇଭିଂ ଠିକ ନ ଜାଣିଛେ, ଗାଡ଼ି ଚଲେଇବା, କେଉଁ ପଟେ ଯାଆନ୍ତି, କେଉଁ ପଟେ ଆସନ୍ତି, କେମିତି ଗାଡ଼ି ଚଲେଇ, ଏତେ ସ୍ପିଡ଼ରେ ଚଲେଇଲେ କ'ଣ? ପ୍ରତ୍ୟେକ ଦିନ ତୁମେ କାରଣ ଖୋଜୁଛ, କିନ୍ତୁ ଜୀବନରେ ଆନନ୍ଦ ପ୍ରେମ ପାଇଁ କାରଣ ଖୋଜୁନ। କାହିଁକି ଜପ କରିବି, କାହିଁକି ଧ୍ୟାନ କରିବି, କାହିଁକି ସେବା କରିବି, କାହିଁକି ଦାନ କରିବି, କାହାକୁ ଦେବି? ଡିପଲି ଭାବି ଦେଖିବ, ସଂସାରରେ ଗୋଟିଏ ଶକ୍ତି ହିଁ ସବୁ କରୁଛି। ଉପରବାଲା କ'ଣ 2 ଜଣ? ସମସ୍ତେ କିନ୍ତୁ ଉପରବାଲା ଜଣେ ନା। ସେ ଜଣକ ସବୁ କାମ କରୁଛି, କରାଉଛି, ସେ ବୋଧଟା ରହୁନି। ଆମର ଏତେ ଦେହବୋଧ ଅବସ୍ଥା ରହିଯାଇଛି, ଏତେ ଅଜ୍ଞାନତା ରହିଯାଇଛି, ଏତେ ଅହଙ୍କାରରେ ଆମେ ବୁଡ଼ି ଯାଇଛେ ଯେ ଆମେ ଉପରବାଲା ପାଖରେ ଆମ ମନ ନାହିଁ। ସେଥିଲାଗି ଆମ ଗୁରୁମାନେ କହିଲେ ଶାମ୍ଭବୀ କର, ନହେଲେ ସହସ୍ରାକୁ ଧ୍ୟାନ କର, ନହେଲେ ଶାମ୍ଭବୀରେ ଆଜ୍ଞା ସହସ୍ରାକୁ ଧ୍ୟାନ, ନହେଲେ ଶୂନ୍ୟକୁ ପଳାଅ। ଯାଇକି ଦେଖ, ପ୍ରତ୍ୟେକ ଦିନ ଆକାଶକୁ ସ୍ଥୂଳରେ ଚାହିଁଲ, ଦେଖିବା ସକାଳେ ଏବଂ ମଧ୍ୟାହ୍ନରେ ଚାହିଁବ, ଉପର ଓଳିବା 4-5ଟା ଚାହିଁଲ, 15-20 ମିନିଟ୍ ଦେଖା, ପ୍ରତ୍ୟେକ ଦିନ ଚାହିଁବ। ଦେଖ ଜୀବନର ପରିବର୍ତ୍ତନ, ମନର ପରିପୂର୍ଣ୍ଣତା। ମନର ପରିପୂର୍ଣ୍ଣତା ଅର୍ଥ କ'ଣ? ନା ମନ ଆଉ କିଛି ଚାହୁଁନାହିଁ, ତାହା ହିଁ ମନର ପରିପୂର୍ଣ୍ଣ।
ଚାହୁଁ ନାହିଁ ଅର୍ଥ ଅଳସୁଆ ହେଇଯାଏନି। ଚାହୁଁ ନାହିଁ ଅର୍ଥ ମାନେ ସେ ଆଳସ୍ୟ ନୁହେଁ। ବହୁତ ଅଳସୁଆ ଅଛନ୍ତି, କିଛି ଚାହାନ୍ତିନି, ଖାଇ ପିଇ ଶୋଇଯାଆନ୍ତି। ନା, ହାୟର କନସିୟସନେସରେ ସେ ଅଛି। ପରମ ପିତା ପରମ ବ୍ରହ୍ମଙ୍କର ଚିନ୍ତା କରୁଛି, ଭାବୁଛି, ଭାବରୁ ଭକ୍ତି ଆସେ। ତେଣୁ ଭଗବାନ ଦୁଇଟା କଥାରେ ସର୍ବଦା ପ୍ରସନ୍ନ ହୁଅନ୍ତି, ସେବା ଆଉ ସ୍ମରଣରେ। ଯେ ସେବା ଆଉ ସ୍ମରଣ କରୁଛି, ତାଙ୍କୁ ସବୁବେଳେ ଭାବୁଛି, ସବୁବେଳେ ସେ ଚିନ୍ତା କରୁଛି। କାହାକୁ? ତାହାକୁ। କିଏ? ନା ମୋ ବାପାକୁ। ଯେମିତି ବାପା କଥା ଭାବୁଛେ, ସ୍ତ୍ରୀ ସ୍ୱାମୀ କଥା ଭାବୁଛି, ସ୍ୱାମୀ ସ୍ତ୍ରୀ କଥା ଭାବୁଛି। ଆମେ ସମସ୍ତେ ଜଣେ ଜଣେ ନାରୀ। ଏଠି ପୁରୁଷ କେହି ନାହିଁ। ଆମର ପ୍ରକୃତ ପୁରୁଷ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। କହୁଛେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଭବ ନୟନ ପଥଗାମୀ। ଆମେ ତାଙ୍କୁ କହୁଛେ କଥା, ନୟନ ପଥଗାମୀ ଅର୍ଥ କ'ଣ ଆମେ ବୁଝିଛେ? ଭବ ତୁମେ, ତୁମ ବ୍ୟତୀତ ଆଉ କେହି ନାହିଁ। ତୁମେ ହିଁ ମୋର ଆଲୋକ, ତୁମେ ହିଁ ମୋର ଆଖି, ତୁମେ ହିଁ ମୋର ପଥ ଦର୍ଶକ, ତୁମେ ହିଁ ମୋର ମାର୍ଗ ଦର୍ଶକ। ଆମେ କଥା କ'ଣ ଭାବୁ? ମୋ ବାପା ଯେମିତି ମୁଁ ସେମିତି ହେବି। ଲାଇକ୍ ଫାଦର ଲାଇକ୍ ସନ୍। କେମିତି? କେତେବେଳେ ବି? ନା 100% ଫଲୋ ୟୁର ଫାଦର। ଗୁରୁଦେବ କହୁଥିଲେ ଫଲୋ ମାଷ୍ଟର ଆଣ୍ଡ ବି ମାଷ୍ଟର। ଯେ ମାଷ୍ଟରକୁ ଫଲୋ କରିବ, ପ୍ରତ୍ୟେକ ଦିନ ପ୍ରତ୍ୟେକଟି ମୁହୂର୍ତ୍ତରେ ମାଷ୍ଟରଙ୍କ ସାନ୍ନିଧ୍ୟ ରହିବ, ଡେଫିନେଟଲି ବଞ୍ଜାଇ। ଯେମିତି ଲୁହାଟା ମ୍ୟାଗ୍ନେଟ ସଂସ୍ପର୍ଶରେ ଆସିଲେ ତା ଲୁହାର ମୌଳିକ ଧର୍ମକୁ ହରେଇ ବସିବ, ସେଇଭଳି ଭାବରେ ଆପଣ ନିଶ୍ଚିନ୍ତ ଆପଣ ମନ ରୂପାନ୍ତରିତ ହେବାର ଲାଗିବ। ଡେ ବାଇ ଡେ, ଡେ ବାଇ ଡେ, ଡେ ବାଇ ଡେ, ଡେ ବାଇ ଡେ। ନିଜ ଭିତରେ ତାଙ୍କୁ, ସବୁରି ଭିତରେ ତାଙ୍କୁ, ତାଙ୍କରି ସେବା, ତାଙ୍କରି ପୂଜା, ତାଙ୍କରି ଉପାସନା, ତାଙ୍କରି କର୍ମ କରିକି ସେ ବିଦାୟ ନେବ। ସେ ବିଦାୟ ନେଇପାରିବନି, ସେ ଏଇଠି ରହିବ ସବୁଦିନ ପାଇଁ। ଭଗବାନ ତାକୁ ପୂଜା କରିବେ। ଯେମିତି ଏକନାଥର 12 ବର୍ଷ ପାଖରେ ରହି ଭଗବାନ ତାର ପୂଜା କଲେ। ସନ୍ଥ ଜ୍ଞାନଦେବ ଥିଲେ ଜଣେ, ତାଙ୍କର ଘରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା। ତାଙ୍କ ପିତା ଦିନେ ଗଲେ ଭିକ୍ଷା କରି, କହିଲେ ତୁମେ ଆଜି ପ୍ରଭୁଙ୍କୁ ଭୋଗ ଲଗେଇବ, କ୍ଷୀର ଭୋଗ ଡେଲି ଲାଗେ। ସେ କ୍ଷୀର ଭୋଗ ଲଗେଇଲେ। ସେ ଭାବିଲେ ଠାକୁର ସବୁ ନେଖାନ୍ତି, ଭୋଗ ଲଗେଇବାର ତ ଠାକୁର ଖାଇବେ ସାଧାରଣ ଭାଷାରେ। କିନ୍ତୁ ଠାକୁର ଯଦି କଳି ଯୁଗରେ ଭୋଗ ଖାଉଥାନ୍ତେ, କେହି ଭୋଗ ଲଗାନ୍ତେ ନା। କେତେ ଦିନ ତତେ ଦେବି, ତୁ ବସିକି ଖାଇବୁ, ତୁ କିଛି କାମ କରିବୁନି, ମୁଁ ଖଟିବି, ତତେ ଭୋଗ ଦେବି, ତୁ ଖାଇବୁ, ମୁଁ ବି ଟିକେ ଖାଇପାରିବି ନାହିଁ। ସମସ୍ତଙ୍କ ମନରେ ଏଇ ଧାରଣା ନିଶ୍ଚିନ୍ତ ଆସିବ। ପରୀକ୍ଷା କରି ଦେଖୁନାହାନ୍ତି, ଗୁରୁଦେବ ତମ ଗୁରୁ ଗଲେ ତୁମେ ମାସେ ରଖିପାରିବ, 15 ଦିନ ରଖିପାରିବ? ଆଗ ଗୁରୁଦେବ ପାଇଁ ଘର ଅଛି କି? ଅଛି? ତାଙ୍କ ପାଇଁ ଖଟ, ତାଙ୍କ ପାଇଁ ଖାଇବା ପିଇବା, ବାସନ କୁସନ, ରୁମ୍ ସବୁ, ଲାଟ୍ରିନ୍ ବାଥରୁମ୍ ସବୁ ରହିଛି? କେହି ଜଣେ କରିଛନ୍ତି? କେହି କରିନାହାନ୍ତି। ଏ ଶାରଦାବା ଏଇଠି ଧ୍ୟାନ କେନ୍ଦ୍ରରେ ଟିକେ କରିଛନ୍ତି। କୋଉ ଜନ୍ମର ସଂସ୍କାର ତପସ୍ୟା ଥିବାରୁ ଦେଖନ୍ତୁ ସେଠି କେତେ ଆନନ୍ଦ ହେଉଛି ନା ଦୁଃଖ ଯନ୍ତ୍ରଣା କଷ୍ଟ ମିଳୁଛି। ପରୀକ୍ଷା କରି ଦେଖନ୍ତୁ, ସବୁଟାକୁ ସମୀକ୍ଷା କରନ୍ତୁ। ପ୍ରତ୍ୟେକ ଦିନ ଅଭଡ଼ା ମହାପ୍ରସାଦ ଆସୁଛି ନା ଆସୁନାହିଁ? ଏବଂ ଏଇଠି ବସିକି 10 ଜଣ ହୁଅନ୍ତୁ, 50 ଜଣ, 30 ଜଣ ବସି ଭଗବତ ପ୍ରସଙ୍ଗ ଶୁଣୁଛ ନା ଶୁଣୁନ? କେତେ ଆନନ୍ଦରେ ପ୍ରେମରେ ଦିନଟାକୁ, ଏଇ ସମୟଟାକୁ ଏବେ କାଟି ଦେଉଛ। ଅଶାନ୍ତି ଲାଗୁଛି, ଦୁଃଖ ଯନ୍ତ୍ରଣା କଷ୍ଟ ଲାଗୁଛି, କେତେ ଭଲ ଲାଗୁଛି, କେତେ କରେକ୍ସନ୍ ହେଇଯାଉଛି। ଦିନକୁ ଦିନ ଆମେ ଶୁଦ୍ଧ ପବିତ୍ର ନିର୍ମଳ ଆଡ଼କୁ ଆମେ ଗତି କରୁଛୁ। ଯଦି ସମସ୍ତେ ଏମିତି ଗୋଟେ ଗୁରୁଙ୍କ ପାଇଁ କରିଥିବେ, କି ଭଗବାନଙ୍କ ପାଇଁ ଗୋଟେ ଉପାସନା ଗୃହ କରିଥିବେ, ଦେଖିବେ ସେ ଯଦି ପ୍ରକୃତ ସତ୍ ଉଦ୍ଦେଶ୍ୟ ନେଇ କରିଥିବେ, ଦେଖିବେ ସେଇଠି ନିଶ୍ଚିନ୍ତ ଭାବରେ ସତଟା ପ୍ରକାଶିତ ହେବ। ସେ କେବେ ବନ୍ଦ ହେବନି। ଏଇ ଭୁବନେଶ୍ୱରରେ 2 ଜଣ ଡିସାଇପଲ୍ ଧ୍ୟାନ କେନ୍ଦ୍ର କରିଥିବେ। ଥରେ ଆଉ ଜଣଙ୍କର 3-4 ଥର ସତ୍ସଙ୍ଗ ହେଲା, ବନ୍ଦ ହେଇଗଲା। ଈଶ୍ୱରଙ୍କ ଇଚ୍ଛାରେ ସବୁ କିଛି ହେଉଛି। ଈଶ୍ୱରଙ୍କ ବିନା ନିର୍ଦ୍ଦେଶରେ ସୃଷ୍ଟିରେ ଦୁବଘାସ ହେଲେ ନାହିଁ, ଗଛର ପତ୍ର ମଧ୍ୟ ଝଡ଼େ ନାହିଁ, କିଛି ତ ହୁଏ ନାହିଁ। ଆଉ ତା ବୁଝିବା ପାଇଁ କହିଦେଇଛି, ମାନେ ଛୋଟିଆ ଦୁବଘାସଟେ ସିଏ ମଧ୍ୟ ହଲିବାକୁ ହେଲେ ଈଶ୍ୱରଙ୍କ ଇଚ୍ଛା। କେମିତି ସେମାନେ କହିଛନ୍ତି କଥାଟିକୁ।
इति बड़ काम होउछि आमे इति एते उपस्थित होउछे सत्संग होउछि एते आनंद रे आमे बसिचे एसी लागिछि पुणी दरी रे बसो बसो जोश सिनेमा पुणी करदेले गद्दी रे बसबो कंफर्ट लागो फिर अनुभव करिया भगवान केमिति व्यवस्था का माध्यम रे सब करूचंती खाली अनुभव दरकार जो अनुभव न कल पशुटे होगा एते तांको प्रसाद आनी पहुँचौଛନ୍ତି का माध्यम रे केते जन अभड़ा प्रत्येक दिन बसी खाऊचंती प्रभुंको प्रसाद जो प्रसाद रे प्रभुंकर दृष्टि पड़ुची सबुठी तो प्रभुंकर दृष्टि पड़ुची तो तुमर कौन से बोधटा अच्छी कि मैंने प्रत्येक प्रभु जोटी प्रकाशित होती प्रकट होती सम्मुखें प्रसादटा थुआ से देखिले एवं ताकू से कौन कले तुम्हें आणिल पाइल सतरे थरे जन लोक भक्त आसी पुरी श्रीक्षेत्र भक्त भगवान को परीक्षा करती भगवान भक्त को परीक्षा करती एवं कलिजुग भक्त मान बेसी भगवान को परीक्षा कर ये भगवान की भगवान नुहे ये मनर कथा बुझीपारुच कि बुझीपार ना ये आम डाक शुणुच कि शुणुना समस्त भितर सन्देह समस्त भितर संशय समस्त भितर नाना प्रकार गोटे मुहूर्त गोटे फोन कॉल क्या पाक कल जदि से रिसीव न कला तुमर भल पाइबा श्रद्धा केते दिन भाव भक्ति प्रेम पड़ी पाऊँ से गोटे मुहूर्त भर देखुना से नेगेटिव चिंता तुम भर आसीज पुओ बाहर को जाई न धोला कहीं एक्सीडेंट होगा कि पुणी मरीगला कि क्या नहीं पलैला कि आमको भल पाइला नहीं कि साथी साथी आरंभ हो कि प्रकार मानसिक विकृति आमर मूल गोटे कारण हूँ फाई लगे कहीं हो जार से विश्वास अच्छी भगवान को ऊपर निर्भर अच्छे सेवार अच्छे स्मरण अच्छे दान अच्छे देखिए ता भीतर ये मानसिक विकृति किसी आसबनी से गोटे कथा भाव जहाँ हूँ मंगल हो सबू से जाणिकी एवं ईश्वर अच्छा भगवान अच्छा कि हम ना जहाँ भीतर यही कथा बसा बांधी जा मनरे मनरे आउ कहा कथा बसा बांधी नहीं जदि अनेक लोकर कथा बसा बांधीची ताहले से मुक्ति पाई परिबन ये जो दुख जंत्रणा कष्ट भाभी उपरवाला अच्छे उपरवाला करुच्ची सब उपरवाला इच्छा ताहले देखिए केते शांति केते आनंद केते भौतिक जगत रुह कि आध्यात्मिक जगत तेणु से कौन है क्षीर देले कहले ठाकुरे क्षीर खाओ पिओ ठाकुर को एक्चुअली डाकिया हेले दी प्रकार करा जाए गोटे सेवा ठाकुर करा जाए आउ ठाकुर पूजा करा जाए आपण मैंने भावी सेवा पूजा भितर कौन डिफरेंस पूजा हूँ जो वैदिक कर्मकांड वैदिक ग्रंथ रे जो नीति नियम मानी लेखा अच्छी से नीति नियम ठाकुर को गुरु को जो प्रकार उपासना करा जाए ताको पूजा कहा जाए जन ठाकुर को गाधई दब यही मंत्रटी पढ़ ठाकुर को पोछीदब यही मंत्रटी पढ़ ठाकुर को चंदन लगेदब यही मंत्रटी पढ़ ठाकुर सिंदूर लगेब यही मंत्रटी पढ़ ठाकुर को लुगा पिंधेदब यही मंत्रटी पढ़ ठाकुर को भोग लगेब यही मंत्र भोग लगेब ठाकुर को स्तुति करिब यही स्तुति करिब लेखा अच्छे एरा सब हूँ कर्मकांड बा पूजा प्रभु पूजा केतबले संतुष्ट हुए प्रभु सेवारे संतुष्ट हुए सेवा पूजा भितर डिफरेंस माने भगवान को भल पाई भगवान को भक्ति करी आखिर अश्रु निग्रत जहाँ करा जाए तांकर उपचार से कहती सेवा किछि मंत्र नहीं प्रभु को गाधे दौच प्रभु को मुझे स्नान करुच्ची प्रभु पाई तोर कांदिले अंतर मंत्र जंतर लोड़ा नुहे ना मो प्रभु ब्राह्म मोर भोर गाधे 8टा बेले गाधेली 10टा बेले गाधेली मंत्र पढ़िली प्रभु के संतुष्ट हे मु सकाल उठिली मो नित्यकर्म सारीदेली मो नित्य नहीं से प्रभु गाधेले से प्रभु भी जीवे प्रभुंकर पूजा करेंगे कौन ना तुमार पूजा तुमी कर
লোকে বলে করি আমি, তোমার পূজা তুমি কর। এই কনସିୟସନେସ୍ ରହିବା। ଆଜି କହିଲେ ବାବା ହେଉଛନ୍ତି ଦାସ। ହାରି ବାପା ଦାସ ବି ନୁହଁ, କିଛି ନୁହଁ। ଆରେ ମାଧ୍ୟମ ବି ନୁହେଁ, ତା କାମ ସେ କରୁଛି, କିଏ କାର ଦାସ ହବ? କଥାଟା ଡିପଲି ଷ୍ଟଡି କର। ସେଇ ତ ସେଇ ଦାସ କ'ଣ? ମୁଁ ତାଠୁ ଭିନ୍ନ ଭାବିଲେ ସିନା ଦାସ ହେଲି। ତେଣୁ ଯେଉଁ ପାଞ୍ଚଟି ଭାବ ଅଛି, ଶାନ୍ତ, ଦାସ, ସଖ୍ୟ, ବାତ୍ସଲ୍ୟ, ମଧୁର। ଜଣେ ମାଆଙ୍କୁ ପଚାରିଲି କେଉଁ ଭାବଟା ଶ୍ରେଷ୍ଠ ଭାବ, କେଉଁ ଭାବରେ ପ୍ରଭୁ ପ୍ରୀତ ହୁଅନ୍ତି? ସାଧାରଣତଃ ମଧୁର ଭାବରେ ପ୍ରଭୁ ପ୍ରୀତ ହୁଅନ୍ତି। ସେଟା ହେଉଛି ଗୋପୀମାନଙ୍କର ଥିଲା, ଯେ ନିଜକୁ ଭୁଲି ଯାଆନ୍ତି, ନିଜର ଅସ୍ତିତ୍ୱକୁ ହରେଇ ଦିଅନ୍ତି, କିଛି ଚାହାନ୍ତି ନାହିଁ। ମୋ ପ୍ରଭୁ ମୋ ଗୁରୁଦେବ ଆନନ୍ଦ ପ୍ରେମରେ ରୁହନ୍ତୁ। ଆରେ ଯିଏ ଯାହା ଦିଏ ତା ସତ ଗୁଣରେ ଫେରି ପାଏନି। ଆମେ ଏ କଥା କ'ଣ ବୁଝିଛେ? ଜମା ବୁଝିଛେ। ଆମେ କହୁଛୁ ଆମେ ବୁଝିଛେ, ଆମେ ଜାଣିଛେ। ଯଦି ବୁଝିଛ ଜାଣିଛ, ଜୀବନରେ କେତେ କାର୍ଯ୍ୟକାରୀ କରିଛ? ଯେଉଁଟାକୁ ବୁଝିଛ ଏବଂ ଜାଣିଛ ଯଦି କାର୍ଯ୍ୟକାରୀ ନ କଲ, ତାର ଭ୍ୟାଲୁ କିଛି ଅଛି କି? ଆମେ ଜାଣିଛେ ସତ କଥା କହିବା, ଯଦି ଆମେ ସତ କଥା ନ କହିଲେ ତାର ଭ୍ୟାଲୁ କିଛି ଅଛି? ଅଛି? ଦାନ କରିବା, ଦାନ କଲେ ତାର ଭ୍ୟାଲୁ କିଛି ଅଛି? ତାହେଲେ ତୁମେ ବୁଝିନ, ତୁମେ ଏପର୍ଯ୍ୟନ୍ତ ଜାଣିନ, ତୁମେ ଖାଲି ଜଷ୍ଟ ଗୋଟେ ଶୁଣିଛ, ତାକୁ ଅନୁଭବ କରିନ, ସେ ବିଷୟରେ ଭାବିନ। ସେବା, ମୁଁ ସମସ୍ତଙ୍କ ସେବା କରିବି। ତାପରେ କଥା ରହିଗଲା କ'ଣ ହେଲା? ମାଧ୍ୟମ ବି ତୁମେ ନୁହେଁ, ତାଙ୍କର ପୂଜା ସେ କରନ୍ତି, ତାଙ୍କ ଦାୟିତ୍ୱ ସେ ନିଅନ୍ତି, ତାଙ୍କ କଥା ସେ ବୁଝନ୍ତି। ଆମେ ଯେତେବେଳେ ମାଧ୍ୟମ ଭାବି ଦେଉଛେ, ଦାସ ଭାବକୁ ଆସି ଯାଉଛେ, ସେଇଠି ପୂର୍ଣ୍ଣିମା ତାଙ୍କଠାରୁ ଅଲଗା ହେଇଗଲା। ଅଭିନ୍ନ ଭାବ ତମ ଭିତରେ। ଭକ୍ତ ଭଗବାନ ଅଭିନ୍ନ, ତିଳେ ମାତ୍ର ନାହିଁ ଭେଦ। ସାଧନାର ସେଇ ଉପର ସ୍ତରକୁ ଗଲେ, ମହାଶୂନ୍ୟରେ ମନକୁ ରଖିଲେ, ତୁମେ ଦେଖିବ ସମସ୍ତେ ଆମେ ଜଣେ। ତେଣୁ କଥା ସେଠି ରହିଯାଇଛି, ନାମଦେବ କଥା ଏଠି ରହିଗଲା। ତେଣୁ କ'ଣ ନା ସେ କହିଲେ କ୍ଷୀର ଖାଅ, କ୍ଷୀର ଖାଅ, ପ୍ରଭୁ ଖାଅ। ପ୍ରଭୁ ତ ଖାଇଲେନି, ପଥରର ମୂର୍ତ୍ତି, ପାଷାଣ ମୂର୍ତ୍ତି, କ୍ଷୀର କ'ଣ ଖାଇବେ? ଇଏ କାନ୍ଦିଲେ ଆଉ କାନ୍ଦିଲେ କାନ୍ଦିଲେ କାନ୍ଦି କାନ୍ଦି ପୁରା ଛୋଟ ପିଲା, ଯେମିତି ଛୋଟ ପିଲା କାନ୍ଦନ୍ତି ଦେଖିଥିବେ। ଲହୁ ଲୁହାଣ ହେଲା ପରେ ମା ଉଠେଇବ ନା, କୋଳ କରିବ ନା, ଆଉ ପୋଛି ପାଛି ଦେବ। କାହିଁ କାନ୍ଦୁଛୁ? ଯେଉଁଥିପାଇଁ କାନ୍ଦୁ ତୋ ମା ଜାଣିଛି, ସେଇ କଥାରେ ଆଗ ତାକୁ କରିଦେବ, ତା କାନ୍ଦ ବନ୍ଦ ହେଇଯାଏ। ଇଏ କାନ୍ଦି କାନ୍ଦି, ମାନେ ଯେଉଁଥିରେ ସନ୍ଦେହ ନାହିଁ, ସଂଶୟ ନାହିଁ, ଭାବ ନାହିଁ, ସତରେ କ'ଣ ପାଷାଣ ମୂର୍ତ୍ତି କ୍ଷୀର ପିଇବ? ପ୍ରଭୁ ପ୍ରକଟ ହେଲେ କାନ୍ଦିବାର ଚରମ ସୀମା। ଯେତେବେଳେ ହୃଦୟରେ ବ୍ୟାକୁଳତା ଆସେ, ଶ୍ରଦ୍ଧା ପରେ ବ୍ୟାକୁଳତା, ତାପରେ ପ୍ରାପ୍ତି। ଆମର ତ ଶ୍ରଦ୍ଧା ହେଇନି, ଆଉ ବ୍ୟାକୁଳତା କେମିତି ଆସିବ? ଶ୍ରଦ୍ଧା ଅଛି କି? ଆମେ କ'ଣ ଉତ୍ସବକୁ ଗଲେ ଭଗବାନ ପାଇଁ, ଆମ ବାବାଙ୍କ ପାଇଁ, କି ଗୁରୁଙ୍କ ଭଗବାନ ଏଇଆ ନେବା, ତାଙ୍କର ଏଇଟା ପ୍ରିୟ, ସେ ଏଇଟାକୁ ଦେଖିଲେ ଖୁସି ଏବଂ ଆନନ୍ଦ ହେବେ। କାରଣ ମୁଁ ଆନନ୍ଦ ଦେବି, ମୁଁ ଆନନ୍ଦ ଚାହିଁବି। ଯିଏ ଆନନ୍ଦ ଦେବ, ସେ ଆନନ୍ଦ ସତ ଗୁଣରେ ଫେରି ପାଇବ। ଆଉ କ'ଣ? ଯେଉଁଟା ମଧୁର ଭାବର କଥା। ସେଉଠୁ କାନ୍ଦିଲେ, ପ୍ରଭୁ ପ୍ରକଟ ହେଲେ, ତାକୁ ଧରିଲେ, ଆଗ କ୍ଷୀର ପିଆଇ ଦେଲେ, ଆଗ କ୍ଷୀର ପିଆଇ ଦେଲେ। ସେ ଟିକେ ପିଇଲେ, ତାକୁ ଟିକେ ପିଆଇ ଦେଲେ, ସେ ଟିକେ ପିଇଲେ, ତାକୁ ଟିକେ ପିଆଇ ଦେଲେ। ଏମିତି ଦି ଜଣଙ୍କ ପେଟ ପୁରିଗଲା, କିନ୍ତୁ ସେ ପଥରରୁ କ୍ଷୀର ସରିଲା ନାହିଁ। ତାପରେ କ୍ଷୀରକୁ ରଖିଲେ। କାହିଁ ସରିଲା ନାହିଁ? ଦେଖିବେ ଠାକୁର କ୍ଷୀର ପିଇ ଦେଇଛନ୍ତି, ଆଉ ଦେବାକୁ ପୁଣି ତାର ଇଚ୍ଛା ହେବନି, କମ୍ ଦେବା, ଏତେ କ୍ଷୀର ପିଇଦେଲା। ଆମେ ଭୋଗଟା ଆଣିଲେ ବାଣ୍ଟିକି ଖାଉଥିଲେ ନା। ମଣିଷ ଭେଦଭାବ ରହିଲେ କିଛି ଦୁଃଖ, କେତେ ଯେ ଯନ୍ତ୍ରଣା, କେତେ ଯେ କଷ୍ଟ। ସବୁଦିନ କାଠିଆ କଦଳୀ ମୁଁ କିଣିକି ଆଣିଲି, ଭୋଗ କଲି। ମୁଁ ଭାବିବା ଭୋଗ କରିବା ପୂର୍ବରୁ ମୁଁ ଭାବିଛି ଭୋଗ କରିସାରିଲେ ଖାଇବି, ଭୋଗ କରିସାରିଲେ ଖାଇବି। ଆଉ ପ୍ରଭୁ କ'ଣ ଖାଇବେ? ତା ପୂର୍ବରୁ ମୁଁ ଖାଇଦେବି। ଯେମିତି ଯୁକ୍ତେଶ୍ୱର ଆଉ ଯୋଗାନନ୍ଦ ଧ୍ୟାନ କରୁଥିଲେ, ଗୋଟେ ମଶାଟେ ବସି ଯୋଗାନନ୍ଦକୁ କାମୁଡ଼ିଲା। ଯୋଗାନନ୍ଦ ମନେ ମନେ ଭାବିଲେଣି ମଶାଟାକୁ ମାରିଦେବି। ଏହି ସମୟରେ ଯୁକ୍ତେଶ୍ୱର ଗିରିଙ୍କୁ ପଚାରିଲେ, ଚେତନା ଏକ ହେଲେ ଉଭୟଙ୍କ କଥାକୁ ଜାଣିପାରିବ, କ'ଣ ଘଟଣା ଘଟୁଛି, ପୁରା ସ୍ପଷ୍ଟ ଜାଣିପାରିବ। ଆଉ ସେଠୁ
जो गुरुदेव मशाटा कामुड़ी मारदेवी ना तो मारी तो देचु पचार मारदेवी भोग कर सारे मु खाइबी ये भक्तर ये मनर प्रश्न मो प्रभु को प्रसाद दे प्रभु खाइबी मु खाइबी भावन कथा केते सुंदर छोटिया छोटिया कथा भीतर रहस्य अच्छे एतिकी कथा को जीवन में सजाड़ी हम तापर कौन है जी क्षीर से रहा देखले ठाकुर खाई ना कि नामदेव खाई ना पाटी हम तू पी देचु चलो बही देणिकी आ कौन भगवान किति चतुर भगवान को चतुर कहुए जस्ट बुझापी कहूँ से तो सर्वज्ञ सर्वव्यापी सबकि पियाइले सी पीले पियाइले से पीले कौन अभेद भाव आसिले मनुष्य कौ स्तर को जाए ना निर्विकार निर्विचार निरअहंकार भाव को जाए निर्विकार तार विकार निर्विचार से विचार करनी गोटे विचार सबू तुम्हें निरअहंकार मु तू भाव आना आम समस्ते परम पिता संतान परम पिता अंशविशेष मो बापा जदि आनंदमय मु कहीं आनंदमय न भावी मो बापा जदि प्रेममय मु कहीं प्रेममय न भावी मो बापा जदि सर्वज्ञानता सबू जानी मु कहीं न जानी मो बापार अंशविशेष मुना महिमांश जीव लोक जीव भूत सनातन मन षष्ठेन्द्रियाणि प्रकृति स्थानी कर्षति तेणु साधनारे बसंतु भल भाव प्रत्येक कारण खोजतु कहीं दान करी मो धनटा मो धन नुहे मत भी नुहे से धन जहाँ प्राप्ति मुझे सत सेवारे साधु सन्त सेवारे समस्त सेवारे प्रभु सेवारे लगे देख तो भगवान तुम केते आपणार केते निकटतर हेबे एवं तुमको दर्शन देवे तुम सहित खेलिबे हसिबे जेमती भक्त मान सहित प्रभु सबुबले लीला करिछन ज्ञान रे अपन तंको जानिबे किंतु प्राप्ति से हेबे ना भक्ति रे से प्राप्ति हेबे तुम साधना करी करी जाऊ जाऊ जितेबले मन हृदय निर्मल शुद्धि पवित्र हो जाए ऑटोमेटिक प्रभु प्रति हृदय भक्ति भाव आसे केमिति जानिम ना तांको व्यतीत आउ केही मनरे आसीबे समस्ते थिबे किंतु से सबुबले कौन होतबे स्मरण होतबे मने पड़ुतबे आ केही मने पड़ुनथबे देखुथब कौन से वाइब्रेशन एते नथिबो आखि बुझिले खुलिले तांकरी कथा चिंता होतबो तार परिपक्व आसते अवस्था आसिले आपन देखिए सबु से सब रूप ही तुमर सबु नाम ही तुमर सबु ही तुमर आउ कौन हम हृदय भक्ति भाव आसिले सर्व जीवपति दया भाव आस दया भाव तो सबु जीव भी तो देखिले दया कौन सबू तो भाव ही जीव कौन कुकुर भितर छेली भितर मेंढा भितर साप भितर मशा भितर सबुरी भितर जड़ भितर चेतन भितर जोटी आखि पड़ुव जत्र जत्र नेत्र पड़े तत्र तत्र कुष्ठस्परी जेपर्यंत ऊर्ध्वगामी न हो आज्ञा सहस्र महाशून्य मन को न रखिच तुम भितर यही कनसियसनेस आसब नहीं तुम एथिपाई आमको सेवा करिया पड़ो प्राणर सेवा साधना करिया पड़ो भल मनीषटी हवा भल मनीष पवित्र ही गुरुदेव कहते साधना कले प्रत्येक जीव मनुष्यरु मनुष्यत्व मनुष्यत्व देवत्व देवत्व ईश्वरत्व ईश्वरत्व ब्रह्मत्व अवस्था ताको प्राप्ति रूपांतरित हो जमती आंबटा गोटे बौल था चना है टिके बड़ है टिके बड़ है टिके बड़ है टिके बड़ है भारी आकर्षण आंब पाचिगला समस्त आकर्षण है एवं से आंब पाचिले झड़ी पड़ला तार तो वृक्ष ठारू से अलग होगला जिते साधना करी चलिए आपन देखिए आपन जो देह बोली भावुले मन बोली भावुले मु बोली भावुले आपन ताठू अलग देह थाई देह नथिबो देह बोध नथिबो सब नकारात्मक चिंता आसूची देहरे मन थिबारु मूलाधार स्वादिष्ठान मणिपुर अनाहत विशुद्ध
जदि आज्ञा को मन नहीं जीव सहस्रा को मन नहीं जीव महाशून्य को मन नहीं जीव देखिव तुम हृदय भक्ति भाव ही आसब भजन कले मिले भक्ति भक्ति रे जगन्नाथ प्राप्ति भक्ति रे प्रीति नहीं जार भक्ति रे प्रीति नहीं भल पाइबा नहीं श्रद्धा नहीं से काम से करे नहीं से काम जानी तो पयर से तो केमी जान तो पाद पद्म केमी से जान तेणु साधना करंतु गुरुगत प्राण हुंतु निजको गुरु निकट में समर्पण कर दिंतु निजर चिंताधारा निजर विचारधारा निजर प्रकृति बाट चलना सी तुमको जेमती एडभाइस देवे जेमती बाट बतेबे तुम सेमती कर चली देख केते शांति केते आनंद केते प्रेम तुम्हें तुम चिंताधारा आदौ रुह नहीं तुम प्रकृति तुम रुह ना तुम बेष्टिगत चिंता चेतना भितर रुहन समष्टिगत हो जाओ समस्त कथा भाव समस्त कथा भाव अर्थ भगवान कथा जी भावे से समस्त कथा भावे जे भगवान सेवा करे से समस्त सेवा करे वास्तव में ये दुनिया रे ये विश्व रे जड़े ही सबकि करुच्ची कराऊ सी ही जड़े तार सेवा से ही करे एतिक अनुभव यही अवस्था आसापी आम फास्ट कारण खोजा कारण पाइला पर साधना करने को इच्छा हे जिते भल को बुझीपर कहीं आमिष खाइबी कहीं निरामिष न खाइबी भल भाव आप कल्चर कर जानवे जिते आमिष देले आप आमिष प्रति आसक्ति आसबनी कहीं मैरेज करी कहीं अनमैरिड मैरिड रही भल भाव बुझ जान आ मैरेज करने इच्छा हे त्याग कले कौन भोग कले कौन देखो जिते भोग कर तुम के परितृप्त हो पार तुम लाइफ एक्सपीरियंस समस्त भीतर अच्छी केते खाइच मन परितृप्ति केते देखीच मन परितृप्ति केते देह को छुईच स्पर्श कर मन परितृप्ति किंतु ताकू देखिले ताकू जानले ताकू स्मरण कले तेणु भोगरे परितृप्ति नहीं त्याग ही परितृप्ति ताकू भजन कले सरल भाषा कहले मन परितृप्ति हो जाए तृप्त हो जाए देख जिते अग्नि रे घृत पड़े अग्नि के कौन संतुष्ट हुए राजा पुरु पुअर जौबंध को 1000 वर्ष नहीं भोग कले परितृप्त है नहीं मन छीकिणी जौबंध पुओ को दे जंगल को तपस्या करने पड़े अरे मु तो अनेक जन्म होते कहीं मु तो भोग कर कहीं भोगर तो परिसमाप्ति नहीं है ना ये जन्मटा मोर चेतना आसी मोर ज्ञान आसी मुझे कहीं पुणी माने उपभोग देवी कहीं प्रभु को जीवन प्रभु को न देदेवी कहारी कथा भाव नहीं कहारी कथा चिंता करनी कहारी को समीक्षा कर नहीं तुम निजक देख निज चिंता कर निजक समीक्षा कर तुम स्वादटा आग आनंदटा आग पाओ परीक्षा करके देख जो बुध तो प्राप्ति पर घर को फेरी गृहस्थाश्रम को स्त्री आसी कहीं तुम फेरी आसिल तुमको आम डाकिचु तुम निशार्धरे मु शोची पुओ शोची बापा माँ अच्छा तुम छाड़ी जंगल को तपस्या करे पड़े प्रश्नर उत्तर दियो सही बुद्धदेव कहते आम समस्ते किंतु गोटे घरे शोते निआ लगिगला मु कौन करी मो जीवनटा बचाई मुठी पदा को चलीगली जिते मु बचीगली से बोली मुझे देखिली मोर पिला छुआ बापा माँ केमी अच्छा मुझे सेव करवाई दौड़ी आसी रूम भितर पशिगली मो निजक उद्धार करने प्रकृत दुख जंत्रणा कष्ट निवृत्त मु जंगल को चली तपस्या करने साधनार सिद्धि पर बुद्धत्व प्राप्ति अर्थात भगवत प्राप्ति पर मु फेरी आसिली एमाने कौन से अंधकार अज्ञानता भितर रही मुझे आग तुम पाखक आसी तुम्हें कौन बुझीपार न तुम्हें समस्ते दीक्षा ग्रहण कर समस्ते ध्यान कर तुम भितर वैराग्यर निआ जली उठू बिना वैराग्य कहार ज्ञान प्राप्ति हुए ना बिना ज्ञान प्राप्ति रे कहार भक्ति आसे ना बिना भक्ति रे तांको केही पाई पारंती ना वैराग्य अर्थ तुमरा कोथरे आसक्ति ना कोथरे मोर भाव ना तुम्हें भजनशील
एवं जदि सतरे तुम बोध है मो भगवान कर्म बस ये भजन करी ध्यान करी जप करी निश्चिंत परिवार चलो ये सबकि चलो से कॉन्फिडेंस कौन आसो देखो लाहिड़ी बाबा तांकर हायर ऑफिसर कहूँ तुमको काली ड्यूटी के आसको पड़ो ना तुम घरे बसी दरमा पाओ पेंशन ना पेंशन व्यवस्था हम दरमा पर तुम जाओ आउ के चाकरी के आसो ना किए कहला निरंतर जी चिंता करुले से ही भीतर रही कहले केते बड़ सुंदर कथा हम गुरु माने करि जाइछन्ति हमर किंतु विश्वास है पारो लाहिड़ी बांग सहधर्मिणी काशीमणि देवी आसी कहउछन्ति प्रभु तुम तो सबुबले ध्यान कल सबुबले योगासन रे बसिल सबुबले संभवी रे रहिल सबुबले शिष्य भक्त गण को तुम से ध्यानर कथा कहल ये दी झियो कौन विवाह ना बुढ़ी हेबे घरे झी अच्छा मन पड़ूना केते जन परिवार मेंबर अच्छा भी मन पड़ूना ठीक अच्छे आपण मत स्मरण करदे मुझे परमात्मा परम ब्रह्म को जनईमी सी तार व्यवस्था निश्चिंत करेंगे जी ता कम करे सी तुम कम कर तुम्हें जार उपकार कर तुम उपकार कर निश्चिंत कर से परमात्मा परम ब्रह्म निवेदन कले पाखरे राजा थिले से काशीर से कहले मोर जोगीराज को देखिया जावाक इच्छा दर्शन कर जावाक इच्छा कौन नेबी रिक्त स्थित साधु मान पाक जाती नहीं सत मान पाक जाती नहीं से गोटे बटुआ से सब जिन रोता एवं भी बटुआ जो भैनिटी बैग कौन कि बटुआ ना माँ बटुआ आनी आधुनिक बटुआ से टाणी दौच से सतरी बटुआ रूपांतरित हो जाए कि परिवर्तन है समस्ते पुरुष लोग भी बटुआ पकाऊँ बैग धरुची ना कौन छाड़ी पार से कहले कौन ने दर्शन कराजी से तो सुनार मोहर थिला ना रूपार मोहर थिला सुनार मोहर बटुआरे बुझे करी राजा को आसिले दर्शन कर जोगीराज को दर्शन करने आसिले जोगीराज को बटुआटे थोड़े प्रणाम कर ये कौन ना प्रभु प्रणाम दर्शन करी गले काशीमणि देवी को डाकिले नियो तुम जहाँ खोजी नियो से जी सुनार मोहर आसीला से दुई झीर विभागर होगला आमर ये कॉन्फिडेंस अच्छे आम ठाकुर को सेवा करवा देखिया कौन हो देखा कौन हो आग ठाकुर सेवा करवा आग प्रभु काम आम करवा ये कॉन्सियसनेस आसु कहीं आम उपरे ना आम तले अच्छु तो मन को आज्ञा रखु सहस्र रखु शून्य रखु देखु भाव जमा मसटे करके देखु आप स्वतंत्र हो चिंताधारा स्वतंत्र हो आनंद प्रेम दिन अतिवाहित करेंगे राति कहते डेरी हो जाऊँगी घर को जा डेरी हो जाऊँगी सतरे कौन तुम घर को जाऊच घर को जावाई चेष्टा कर ना मन चाहल निज निकेतने संसार विदेशे विदेशी रवेशे धम किंपा कारणे बुलुच बुलुच घर को जाइन घर को जाओ देख प्रकृत निज घरे केते शांति केते आनंद छाड़ू ये कथारू आप शिखिले प्रत्येक कथार कारण को भल भाव खोजतु से कारण पाइला परे आपण भौतिक जगत हो आध्यात्मिक जगत हो आप से निष्ठा आसब भाव आसब श्रद्धा आसब विश्वास आसब एवं भक्ति आसब आम शुणीचे आम टी जानीचे तार कारण आम खोजिने शेष क्रियायोग परंपरार समस्त गुरु मान को मु प्रणाम करुच्ची विश्वर प्रत्येक संप्रदायर गुरु मान को मु प्रणाम करुच्ची उपस्थित भगवत स्वरूपगण सबरी भितर जगन्नाथ उपलब्धि करी मु प्रणाम करुच्ची सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। हरि ओम तत्सत्। जय गुरुदेव, जय जगन्नाथ।